କାହିଁକି It's written in the Bible. ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଡାକିଲେ ତାଙ୍କ ସହିତ ରହିବା ତାଙ୍କ ସହିତ stay with him. The Bible says he called them so that they may stay with him. ପ୍ରଭୁଙ୍କ ବାକ୍ୟ ସ୍ପଷ୍ଟ ଭାବରେ କହୁଛି ଯୀଶୁ In verse 14. ପୁଣି ସେ 12 ଜଣଙ୍କୁ ନିଯୁକ୍ତ କଲେ ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ। So Jesus said, "Come and stay with me." ଆଉ ଯୀଶୁ କହିଲେ ସେମାନଙ୍କୁ ତୁମେ ଆସ ମୋ ସହିତ ତୁମେ ରୁହ। This is the way he began to teach them. ଏହି ପ୍ରକାର ଭାବରେ ସେ ତାହାଙ୍କର ଶିକ୍ଷାକୁ ଆରମ୍ଭ କଲେ। Now listen carefully. ଯତ୍ନପୂର୍ବକ ଶୁଣନ୍ତୁ, If you stay with a prayerful person, ଯଦି ତୁମେ ପ୍ରାର୍ଥନା ପୂର୍ଣ୍ଣ ଲୋକଙ୍କ ସହିତ ଯଦି ରହିବ what will happen? କଣ ହବ? You will also become a prayerful ଆଉ person. ଆପଣମାନେ ମଧ୍ୟ ଗୋଟେ ପ୍ରାର୍ଥନା ପୂର୍ଣ୍ଣ ଲୋକ ହେଇପାରିବେ। If you stay with a person who gossips, he tells here. ଆମେ ଯଦି ରହିବା ମାନେ ଆର କଥା ତାର କଥାକୁ ଯଦି କହିବା ଲୋକ ଯଦି ରହିବା ତା ସହିତ ରହିବା ଆମେ ମଧ୍ୟ ସେମିତି ହେବା। So what happened? We will also become gossipers. ଆମେ ମଧ୍ୟ ସେ ପ୍ରକାର ଭାବରେ ହେଇପାରିବେ ହେବା। If you stay with the people who study the Bible properly, you will also study the Bible. ଆଉ ଯୋଉ ଲୋକମାନେ କି ବାକ୍ୟ ଅଧ୍ୟୟନ କରନ୍ତି ତାଙ୍କ ସହିତ ଯଦି ଆମେ ରହିବା ଆମେ ମଧ୍ୟ ପ୍ରତ୍ୟେକ ଦିନ ବାକ୍ୟ ଅଧ୍ୟୟନ କରିବା। If you stay with the person who's angry person, you will become angry man. ଆମେ ଯଦି ରାଗିବା ଲୋକ ସହିତ ରହିବା କହିଲେ ଆମେ ମଧ୍ୟ ରାଗିବା। If you stay with a liar, you also become a liar. ଆମେ ଯଦି ଜଣେ ମିଛ କହୁଥିବା ଲୋକ ସହିତ ଯଦି ରହିବା ଆମେ ମଧ୍ୟ ମିଛ କହିବା। So Jesus called this 12 and said, "Stay with me." ଆଉ ଯୀଶୁ ସେଇ 12 ଜଣଙ୍କୁ ଡାକିଲେ ଆଉ ସେମାନେ କହିଲେ ତୁମେ ମୋ ସହିତ ରୁହ। And you know they all stayed with Jesus. ଆଉ ତୁମେ ଜାଣିଛ ସମସ୍ତେ ସେମାନେ ତାଙ୍କ ସହିତ They ରହିଲେ। learned from Jesus. ସେମାନେ ଯୀଶୁଙ୍କ ଠାରୁ ଶିଖିଲେ। In Mark chapter 135, ମାର୍କ 1:35 ପଦ Jesus early morning gets up and goes for prayer. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଭାତ ସମୟରେ ଉଠି ସେ ପ୍ରାର୍ଥନାକୁ ଯାଉଛନ୍ତି। And they saw Jesus gets up early in the morning and praying. ଆଉ ସେ ଶିଷ୍ୟମାନେ ତାହାଙ୍କୁ ଦେଖୁଛନ୍ତି ଯୀଶୁ ପ୍ରଭାତରେ ଉଠୁଛନ୍ତି ଆଉ ପ୍ରାର୍ଥନା କରିବା ପାଇଁ ଯାଉଛନ୍ତି। They saw Jesus is praying in the noon time. ଆଉ ସେମାନେ ଦେଖିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅପରାହ୍ନ ସମୟରେ ପ୍ରାର୍ଥନା କରୁଛନ୍ତି। Whenever any work he starts, he prays. ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ ପ୍ରାର୍ଥନା କରୁଥିଲେ। Whenever he finishes the work, he goes in the forest, jungle and prays. ଆଉ ଯେତେବେଳେ ତାଙ୍କର କାର୍ଯ୍ୟ ସମାପ୍ତ ହଉଛି ସେ ଆଉ ଗୋଟେ ଜଙ୍ଗଲକୁ ପାହାଡ଼କୁ ଯାଇ ସେ In ପ୍ରାର୍ଥନା the କରୁଥିଲେ। whole night he prayed. ସେ ପୁରା ରାତ୍ରି ସେ ପ୍ରାର୍ଥନା କରୁଥିଲେ। The disciples saw that. ଆଉ ସେଇ ବିଷୟ ଶିଷ୍ୟମାନେ ଦେଖୁଥିଲେ। They saw Jesus speak the truth. ଆଉ ସେମାନେ ଦେଖିଲେ ଯେ ଯୀଶୁ ଖ୍ରୀଷ୍ଟ ସତ୍ୟ କହୁଛନ୍ତି। They saw Jesus forgives. ଆଉ ସେମାନେ ଦେଖିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ଷମା କରୁଛନ୍ତି। Jesus healed the sick. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୀଡ଼ିତମାନଙ୍କୁ ସୁସ୍ଥ So କରୁଛନ୍ତି। it's a practical demonstration Jesus was doing and disciples watching. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମସ୍ତ କାର୍ଯ୍ୟକୁ ସେମାନେ ପ୍ରାକ୍ଟିକାଲ ଭାବରେ ଦେଖୁଛନ୍ତି ଆଉ ଏ ଶିଷ୍ୟମାନେ ଦେଖୁଅଛନ୍ତି। The more you stay with Jesus, you learn so many things. ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଧିକ ରହିବା ଆମେ ଅଧିକ ବିଷୟ ତାଙ୍କ ଠାରୁ ଶିଖିବା। Many pastors say, "I'm very busy." What busy? I don't know. But they're ଅନେକ very ବାଳକମାନେ busy. କହନ୍ତି ମୁଁ ବହୁତ ବ୍ୟସ୍ତ ଅଛି କିନ୍ତୁ ସେମାନେ କଣ ପାଇଁ ସେମାନେ ବ୍ୟସ୍ତ ଅଛନ୍ତି? What you do? ତମେ କଣ କର? What kind of ministry you do? କେଉଁ ପ୍ରକାର ସେବା କାର୍ଯ୍ୟ ତମେ Why you're କରୁଛ? so busy? କାହିଁକି ତମେ ବହୁତ ବ୍ୟସ୍ତ ଅଛ? Never say I'm busy for God's work. ଏବେ ବି କୁହନ୍ତୁ ନାହିଁ ପ୍ରଭୁଙ୍କ ସେବା କାର୍ଯ୍ୟରେ ମୁଁ ବ୍ୟସ୍ତ ଅଛି ବୋଲି। Never say I'm busy for prayer. ମୁଁ ପ୍ରାର୍ଥନାରେ ମୁଁ ବିଜି ଅଛି ବୋଲି କୁହନ୍ତୁ Never ନାହିଁ। say busy for ମୁଁ evangelism. ସୁସମାଚାର ପ୍ରଚାର ପାଇଁ ବ୍ୟସ୍ତ ଅଛି ବୋଲି କୁହନ୍ତୁ Never ନାହିଁ। say busy for studying the word of God. ପ୍ରଭୁଙ୍କ ବାକ୍ୟ ଅଧ୍ୟୟନ ପାଇଁ ବ୍ୟସ୍ତ ଅଛି ବୋଲି କୁହନ୍ତୁ ନାହିଁ। I don't know how many of you learn or heard or read the story of John Wesley. ଆମେ କେତେ ଜଣ ଶୁଣିଛୁ କି ଆମେ ପଢିଛୁ ଜନ୍ ୱେସ୍ଲିଙ୍କ କାହାଣୀ। Anybody read the story of John Wesley? କିଏ ଗୋଟେ ଜାଣିଛୁ କି ପଢିଛୁ ଆମେ ଜନ୍ ୱେସ୍ଲିଙ୍କର ବିଷୟରେ? Anybody read William Carey, missionary? Yes. Okay. Good. Great man. My father gave me name William because of that William Carey. ଆଉ ସେ ୱିଲିୟମ କେରୀଙ୍କ ଦ୍ୱାରା ପ୍ରଭୁଙ୍କ ଦାସଙ୍କୁ ତାଙ୍କ ବାପା ୱିଲିୟମ କହିକି ନାଁ ଦେଲେ। That's what my name is. William Carey. ତେଣୁ ପ୍ରଭୁଙ୍କ ଦାସଙ୍କ ନାଁ ୱିଲିୟମ। So what happened? All these missionaries, all these great men, they have a vision.
ଆଉ ସେ ମହାନ ପ୍ରଭୁଙ୍କର ସେବକ ମାନେ ଦାସ ମାନଙ୍କର ଗୋଟେ ମହାନ ଦର୍ଶନ ଥିଲା They spend more time with God. ଆଉ ସେମାନେ ଅଧିକ ସମୟ ପ୍ରଭୁଙ୍କ If I stay time with you, I learn from you. ଯେତେବେଳେ ମୁଁ ତମ ସହିତ ଅଧିକ ସମୟ ରହିବି ମୁଁ ତମଠାରୁ ଅନେକ ବିଷୟ ଶିଖିବି If I stay with you, I learn from you. ଆଉ ମୁଁ ଯଦି ଅଧିକ ସମୟ ତମ ସହିତ ରହିବି ମୁଁ ଅଧିକ ବିଷୟ ତମଠାରୁ We ଶିଖିବି should have an attitude of learning. ଆଉ ସେଇ ଇଚ୍ଛା ଆମର ମଧ୍ୟ ରହିବା ଦରକାର ଶିଖିବା Always we ବିଷୟ must learn. ସବୁବେଳେ ଆମେ ଶିଖିବା ଆବଶ୍ୟକ ଅଟେ We are always student till the end of our life. ଆମର ଜୀବନର ଶେଷ ପର୍ଯ୍ୟନ୍ତ ମାନେ ଛାତ୍ର ପରେ ଜୀବନ ମାନେ Never say that you know everything. Nobody knows ଏବେ everything. ମାନେ କହିବା ନାହିଁ ମୁଁ ସବୁ ଜାଣିଛି କହିକି No one knows anything. କିଏ ମଧ୍ୟ ସବୁ ଜାଣି ନାହାନ୍ତି We have to learn and learn and ଆମେ learn. ଶିଖିବା 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 So we have to ଜୀବନ ସାରା ଶିଖିବା sit at the feet of the Lord. ଆଉ ପ୍ରଭୁଙ୍କର ଉପସ୍ଥିତି ମଧ୍ୟରେ ମାନେ When you sit at the feet of the Lord, ପ୍ରଭୁଙ୍କର ଉପସ୍ଥିତି ଯଦି ଆମେ your ବସିବା life is different. ଆମର ଜୀବନ ଅଲଗା ପ୍ରକାର ହବ You know the story? ଆମେ କାହାଣୀ ଜାଣିଅଛୁ The story of Martha and Mary. ଆମେ ମାର୍ଥା ଓ ମରିୟମଙ୍କ କାହାଣୀ ପ୍ରଭୁଙ୍କର A beautiful story. Now, what happened in that story? କ'ଣ ହେଇଛି ସେ କାହାଣୀରେ Martha invited Jesus into her home. ଆଉ ମାର୍ଥା ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ Luke ଘରକୁ chapter 10. ସ୍ୱାଗତ କରୁଅଛନ୍ତି ନିମନ୍ତ୍ରଣ କରୁଅଛନ୍ତି Luke chapter 10, verse 38. ଲୋକ 10:38 ପଦ ଦେଖିବା ଆମେ ସେ ବିଷୟ ପାଇପାରିବା 10:38. 10:38 ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମୀ ଜଣେ ସ୍ତ୍ରୀ ଲୋକ ଆପଣା ଗୃହରେ ତାଙ୍କର ଆତିଥ୍ୟ କଲେ। Now, she's a very good woman. She welcomed Jesus into her home. ଆଉ ସେ ଜଣେ ବହୁତ ଭଲ ମହିଳା ଥିଲା ସେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ଘରକୁ ସେ ସ୍ୱାଗତ କରୁଅଛନ୍ତି It's a very good thing. ତା ଗୋଟେ ବହୁତ ଭଲ ବିଷୟ She was very busy. କିନ୍ତୁ ସେ ବହୁତ ବ୍ୟସ୍ତତା ମଧ୍ୟରେ ଥିଲେ She was very busy. She did not have time to sit with Jesus. ଆଉ ତା ଏ ପ୍ରକାର ଭାବରେ ସେ ବ୍ୟସ୍ତ ଥିଲେ ଯେ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ବସିବା ପାଇଁ ତାଙ୍କ ପାଖରେ But ସମୟ the Bible ନଥିଲା। says Mary was sitting, verse further 39 verse. ଆଉ 39 ପଦରେ ଲେଖା ଅଛି She was sitting at the feet of Jesus. କିନ୍ତୁ ମରିୟମ ସେ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ସେ ବସିଥିଲେ Welcoming Jesus is okay, good. ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା ବହୁତ ଭଲ ବିଷୟ We welcome Jesus in our life. We welcome Jesus in our church. We welcome Jesus in our family. That's good. ଆମେ ପ୍ରଭୁ ଖ୍ରୀଷ୍ଟଙ୍କୁ ଆମର ଜୀବନରେ ସ୍ୱାଗତ କରୁଛୁ ମଣ୍ଡଳ ମଧ୍ୟରେ ସ୍ୱାଗତ କରୁଛୁ ପରିବାର ମଧ୍ୟରେ ସ୍ୱାଗତ କରୁଛୁ ତାହା ଅତି ଉତ୍ତମ We don't have time to sit with Jesus. କିନ୍ତୁ ଆମମାନଙ୍କର ସମୟ ନାହିଁ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ବସିବା ପାଇଁ He wants you to sit with Him ସେ ଚାହାନ୍ତି ଆମେ କି ତାହାଙ୍କ ସହିତ ଆମେ ବସିବା ପାଇଁ so that you can learn. ଯାହା ଫଳରେ ଆମେ ତାଙ୍କଠାରୁ ସେ ବିଷୟ ଶିଖିବା Mary was sitting at the feet of Jesus. ଆଉ ମରିୟମ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ସେ ବସିଥିଲେ The more you sit at the feet of Jesus, your life will be different. ଆମେ ଯଦି ଅଧିକ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ବସିବା ଆମମାନଙ୍କ ଜୀବନ ଅଲଗା ହେବ The more you sit at the feet of Jesus, your life is different. ଯଦି ଆମେ ଅଧିକ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ବସିବା ତାଙ୍କ ଉପସ୍ଥିତି ମଧ୍ୟରେ ରହିବା ଆମମାନଙ୍କ ଜୀବନ ଅଲଗା ହେବ If you don't sit with Jesus, your life is different. ଯଦି ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ସହିତ ବସିବା ନାହିଁ ଆମମାନଙ୍କ ଜୀବନ ଅଲଗା ପ୍ରକାର Now look ହେବ at this Martha. She was troubled in heart, the Bible says. ଯଦି ମାର୍ଥାଙ୍କ ଜୀବନ ଦେଖୁଛୁ ସେ ବ୍ୟସ୍ତ ମଧ୍ୟରେ ଥିଲେ She was angry with Jesus also. She was angry with Mary also. ସେ ଯୀଶୁ ଖ୍ରୀଷ୍ଟଙ୍କୁ ତ ରାଗୁଅଛନ୍ତି ମରିୟମଙ୍କୁ ମଧ୍ୟ ସେ ରାଗୁଅଛନ୍ତି Lord, you don't know. You don't know. You don't care. ପ୍ରଭୁ ତୁମେ କିଛି ଜାଣିନ କିଛି ତୁମେ ବୁଝୁନ କହି ସେ କହୁଛନ୍ତି So much work I am doing, and she's sitting at the feet of the ମୁଁ Lord. ବହୁତ କାମ କରୁଛି ବ୍ୟସ୍ତତା ମଧ୍ୟରେ କରୁଛି ମଧ୍ୟ ସେ ତୁମ ସହିତ ସେ ବସି ଅଛି So many times we complain. ଅନେକ ସମୟରେ ଆମେ ଅଭିଯୋଗ କରିଥାଉ Even in the home, in the outside, in the ministry, in the church, we complain. ଘରେ ଆଉ ବାହାରେ ସେବା କାର୍ଯ୍ୟରେ ମଧ୍ୟ ଆମେ କ'ଣ କରୁଛୁ ଅଭିଯୋଗ God, କରୁଛୁ। what is happening? Nothing happening, Lord. ପ୍ରଭୁ କିଛି ହେଉନାହିଁ ପ୍ରଭୁ You କିଛି don't ହେଉନାହିଁ look at me, God. ଆମେ କେବଳ ଅଭିଯୋଗ କରିଥାଉ God, you don't care for me. ପ୍ରଭୁ ତୁମେ ମୋର ଯତ୍ନ ନେଉନାହ You know my struggle, God. ପ୍ରଭୁ ମୋ ସମସ୍ୟା ମଧ୍ୟରେ ଅଛି But the one who sits with Jesus, calm, quiet, no botheration. ଆଉ ଯିଏ ଯଦି ପ୍ରଭୁଙ୍କ ସହିତ ବସି ଅଛି ସେ କୌଣସି ବିଷୟ ପାଇଁ ବ୍ୟସ୍ତ Now in this story, Martha is so much worried, but Mary doesn't have any worry. এই କାହାଣୀ ଯଦି ଦେଖିବା ମାର୍ଥା ବହୁତ ବ୍ୟସ୍ତତା ମଧ୍ୟରେ ଥିଲେ ମାତ୍ର ମରିୟମ ସେ ବ୍ୟସ୍ତତା ମଧ୍ୟରେ ନଥିଲେ She didn't say anything. ସେ କିଛି କହୁନଥିଲେ She didn't say, Martha, keep quiet. Acha, keep quiet. What do you call it? Oriya, big brother, big sister? ବଡ଼ ଭଉଣୀ Shut. ସେଇ ସମୟରେ ମରିୟମ ମାର୍ଥାଙ୍କୁ କହୁନାହାନ୍ତି ତମେ ଚୁପ୍ ରହ କହିକି ତାଙ୍କ ଭଉଣୀକୁ କହୁନାହାନ୍ତି Just sitting there.
से केवल प्रभुको उपस्थिति If anybody shouts at you, do you shout at the person? जदि किए हम जदि पार्टी करियो हम ताको पार्टी करियो ना नहीं Hey, what are you doing here? जदि हम के कोन करछो जदि के कहले हम पार्टी करछु ना नहीं If your wife shout, do you shout? it happens Happens. If you shout at her, she will shout at you. So, see, well, that's a different chapter. That's a family matter. Okay. So, what happened when you sit at the feet of the Lord? Your life transforms. जदि हमने प्रभुको सहित बसिछु आम्मानको जीवन परिवर्तन हेबो There is a change in your life. साहसी समय गोटे परिवर्तन देखि There is पारिबो a blessing in your life. सेही समय आशीर्वाद विषय में देखि Your पारिबो face is radiant. आम्मानकर चेहरा पूरा परिवर्तन हेबो It really happens. यस ए प्रकार हुए You're a happy person. आ तुम्हें आनंद लोक हबो There may be problems. आ अनेक समस्या होत There may be थिबो difficulties. अनेक कष्ट थिबो There may not be money. होय तो अर्थ नथिबो There may not be food in the home. खाइबा पई घरे नथिबो But you will praise God किंतु तुम्हें प्रभुଙ୍କର प्रशंसा करिबो because you are in the presence of God. कारण तुम प्रभुଙ୍କର उपस्थिति मध्ये अछो That's what happened when you are in the presence of God. जब प्रभुଙ୍କର उपस्थिति मध्ये अछो You never murmur, हम केबे भी grumble, माने रागिबा नाही कि grumbling. कि कुछ हेबा नाही कि बच्चा सा परिबा नाही You know what is grumbling? The pastor grumble, I don't get money. Now a member of the church do not take care of me. अनेक They समय don't हम give कोता me, पूरा they don't give me offering. निज हृदय मध्ये रखिए मते पैसा मिलु नाही से माने पैसा मध्ये देउना मंडली के माने बुझु मुरुमुरु होई थाउ When I go to their home, they don't give me आ chicken. ताको घर को मु जाउ ताको मध्ये चिकन देउना खाइबा कुछ देउना Only dal they give. केवल Grumbling. डाली से माने से देउछन्ति They will not tell there, they will tell outside. से माने से स्थान रो खाइबा मतलब से बाहर Grumbling, କହିବି। grumbling, grumbling. मोर केबार विषय मध्ये कुछ They want, who grumble here? Mary, Martha grumble. आइ स्थान रे मरियम सेवकर भाव रे हो छी But Mary, no grumbling. किंतु मरियम Jesus स्थिरता wants मध्ये us to अछन्ति stay with Him. प्रथमे ताहाको सहित जिस ख्रीष्ट If you say, I am a disciple of Jesus, जदि आपण माने कहिबे मु जने प्रभुଙ୍କର शिष्य बोली so He wants you to stay with Him. आ से चाहती आपण मानक सहित रहिबा पाई Leave all the jobs, stay with Him. आ सब माने कार्य छाडी दियो तांग सहित Sit at the बसंतु feet of the Lord. ताकर उपस्थिति मध्ये बसंतु When to listen His words. ताकर वाक्य को सुनंतु Listen to Him what He says. कोन से कहउछन से विषय When सुनंतु you are spending time in the presence of God, जब प्रभुଙ୍କର उपस्थिति मध्ये समय the अतिबाहित Spirit करछु of God will tell you. आ प्रभुଙ୍କର आत्मा मन मध्ये He कथा will कहिबे tell you, my dear. ए प्रभुଙ୍କର लोक माने से कथा कहिबे Have you ever heard the voice of God? आपण माने केबे प्रभुଙ୍କର स्वर सुनि अछंती कि Have you ever heard the Spirit of God telling you to do आ something? केबे आपण माने प्रभुଙ୍କର स्वर सुनिछंती कि आपण हृदय मध्ये आत्मा मध्ये रे It's very important to listen. ता होछि बहुत गुरुत्वपूर्ण से There are many विषय times God, Spirit tells me, go there, do this. अनेक समय आत्मा मो मध्ये का कहि अछंती तुमे से स्थान को जाओ से विषय करो कहि कि I lived in Mumbai for 16 years. आ 16 वर्ष प्रभुको दास बॉम्बे रे से रहिले In Maharashtra, I worked 20 years. आ महाराष्ट्र राज्य रे से 20 वर्ष का सेवा कार्य कले And the Lord said, go there, do that work. आ प्रभु मते कहे से स्थान को जाओ एही विषय करो कहि कि Go there. तुमे से स्थान को जाओ Even I don't know the language, God said, go there. मु से मानकर भाषा जानि नै मते प्रभु तो कहउछन तुमे से स्थान को जाओ I said, okay, Lord, I'll go. ओके प्रभु मु जीवी से कह से Sometimes there is no petrol in my bike. God said, go there. अनेक समय मो पेट्रोल रे मो गाड़ी रे पेट्रोल नथि मते प्रभु मते कहउछन तुमे जाओ कहि कि So take the bike and walk. आ जते मु बाइक धरि कि जीवी एते चल जाउथि So on the road, if the road is stopped, I sit on the car, scooter will boom. It will go. आ जदि ता गोडाली थिबो ताले से बसिबे आ ता से चले कि When the road is little up, I push and go. आ जदि टिके माने उठाडी थिबो काले से धरि कि एमति उठाई कि जाय तांग से If God tells you to do it. जदि प्रभु कहउछंती ताले में से निश्चय God करिबा told me to go to Nepal. I went to Nepal. मते प्रभु कहले तबे नेपाल को जाओ तने से प्रभु दास नेपाल को God बोले said, "Oh, stay in Karnataka." I said, okay, Lord, I'll stay in प्रभु मते Karnataka. कहले कर्नाटक तमे रहो प्रभु I don't know the language. मु भाषा जानि नहीं I don't speak. I don't read. मु पढ़ी जानि नहीं कि लिखी जानि नहीं God said, go to Tamil people. I went to Tamil. I don't know the language. प्रभु तो कहले तमिल लोक मान को जाओ मते मु भाषा जानि नहीं मते मु So बोली what happened? God speaks to you. प्रभु अपन मन को कथा कहिबे Sit at the feet of Him. प्रभु को उपस्थित मंदिर बसो He chose you so that you may be with Him.
ସେ ଆପଣମାନଙ୍କୁ ବାଛିଛନ୍ତି ଯାହାଦ୍ୱାରା କି ଆପଣମାନେ ତାଙ୍କ ସହିତ ରହିବେ। He chose disciples and said, stay with me. ଆଉ ସେ ଶିଷ୍ୟମାନଙ୍କୁ ବାଛିଲେ Learn ତାଙ୍କ ସହିତ from ରହିବା me. ପାଇଁ। Learn from ମୋ me. ଠାରୁ ତୁମେ ଶିଖ। Many times we don't have time to learn from him. ଅନେକ ସମୟରେ ଆମମାନଙ୍କ ପାଖରେ ସମୟ ନଥିବ ଆମେ ତାଙ୍କଠାରୁ ଶିଖିବା ପାଇଁ। He always wants to teach you and me. ସେ ପ୍ରତ୍ୟେକ ସମୟରେ ଚାହାନ୍ତି ଆମମାନଙ୍କୁ ଶିକ୍ଷା ଦେବା So ପାଇଁ। at the beginning of ministry, he emphasized on evangelism. Go and preach the gospel. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟର ପ୍ରଥମ ବିଷୟ ହେଉଛି ଯେ ତାଙ୍କ ଶିଷ୍ୟମାନେ ସେ କହୁଛନ୍ତି ତୁମେ ଯାଅ ଏବଂ ସୁସମାଚାର ପ୍ରଚାର କର। Go and catch the fish. ତୁମେ ଯାଅ ଆଉ ସେ ମାଛମାନଙ୍କୁ ଧର। Follow me. I will make you fishers of men. ମୁଁ ତୁମମାନଙ୍କୁ ମନୁଷ୍ୟମାନଙ୍କୁ ଧରିବା ଶିଖାଇବି। That's what he said. I will teach you. ମୁଁ ତୁମମାନଙ୍କୁ ଶିକ୍ଷା ଦେବି। Now there is a song, I don't know in Odia. Follow, follow, I will follow Jesus. Anywhere, everywhere, I will follow on. पीछे पीछे यीशु के पीछे ଅଛି କି ସେଟା ଗୀତ ଓଡ଼ିଆରେ ଯୀଶୁଙ୍କ ପଛେ ପଛେ ଚାଲିବା ଅଛି ବୋଧେ ଗୋଟେ ଅଛି। How do they sing that? पीछे पीछे यीशु के पीछे ଜାଣିଛନ୍ତି କି ଗୀତ? follow follow I will follow Jesus anywhere everywhere I will follow on. Beautiful song. Yes. But nobody follows. They sing song but nobody follows. Sometimes I have to tell, stop, don't sing that song. I mean, you don't follow why you're singing song. ଯଦି ଆମେ ଅନୁଗମନ କରୁନୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କାହିଁକି ଆମେ ଖାଲିରେ ଗୀତ ଗାଉଛୁ? Many times people sing song but they don't know the meaning of the song. ଅନେକ ସମୟରେ ଆମେ ଗୀତ ଲୋକମାନେ ଗୀତ ଗାଇଥାନ୍ତି ମାତ୍ର ସେ ଗୀତର ଅର୍ଥ ସେମାନେ Sing ବୁଝି song ନଥାନ୍ତି। nicely, we sing song. ବହୁତ But you ସୁନ୍ଦର don't ଭାବରେ ଗୀତ know the ଶିଖିଥାଉ meaning of that song. କିନ୍ତୁ ସେଇ ଗୀତର ଅର୍ଥ ମାନେ ବୁଝି ନଥାଉ। What is the use of singing? ସେ ଗୀତ ଗାଇବାର ମୂଲ୍ୟ କ'ଣ I ରହିବ? will sing that song. When I listen to certain song, I said, don't sing that song. Don't sing. କେତେଟା ବିଷୟ ମୁଁ ଯେତେବେଳେ ଗୀତ ଶୁଣେ ସେ ଗୀତ ତୁମେ ଗାଉ ନାହିଁ Yeah, because you don't do it. କାରଣ ତୁମେ ସେ ବିଷୟ କରୁନାହଁ। Are you understanding? ବୁଝିପାରିଲେ? One church I was preaching, there's a big church in Bombay. ବମ୍ବେରେ ଗୋଟେ ମଣ୍ଡଳୀ ପ୍ରଭୁ ଦାସ ପ୍ରଚାର କରୁଥିଲେ। Before they take offering, offering, they sing song. ଆଉ ଯେତେବେଳେ କି ଦାନ ସଂଗ୍ରହ ପୂର୍ବକ ସେମାନେ ଗୀତ ଗାଉଥିଲେ। I will bring gold and silver in your church, Lord, in your house, Lord. ଆଉ ମୁଁ ତୁମ ମଣ୍ଡଳୀ ମଧ୍ୟ ମୁଁ ସୁନା ରୂପା ଆଣିବି କହିକି And the song ସେ says, ଗୀତ ସେମାନେ ଗାଉଥିଲେ। I will give, but I will not take anything. ସେ ଗୀତ କହୁଛି ମୁଁ ଦେବି ମାତ୍ର ମୁଁ କିଛି ନେବି ନାହିଁ କହି ସେ ଗୀତ ସେ ଗାଉଥିଲେ। सोने रूपे हेतु घ्यावे मीन काहीच ठेवावे. That's it. So God take my silver, gold, everything. I will not keep anything. ଆଉ ସେ ଗୀତ କହୁଛି ମୁଁ ସୁନା ରୂପା ପ୍ରଭୁ ତମେ ସବୁ ବିଷୟ ନେଇ ଯାଅ ମୁଁ କିଛି ରଖିବି ନାହିଁ ମୋ ପାଇଁ। So they gave me time to preach. ଆଉ ସେମାନେ ମୋତେ ସମୟ ଦେଲେ ପ୍ରଭୁଙ୍କ ପ୍ରତି ପ୍ରଚାର I went କରିବା to ପାଇଁ। the pastor, your church is very rich church. ଆଉ ମୁଁ ପ୍ରଭୁଙ୍କୁ କହିଲି ତମ ମଣ୍ଡଳୀ ବହୁତ ଧନୀ ମଣ୍ଡଳୀ। He said, how? କେମିତି? Just now they sang. ବର୍ତ୍ତମାନ ସେମାନେ ଗୀତ ଗାଇଛନ୍ତି। Take all gold and silver, I will not keep anything. ଆଉ ସୁନା ରୂପା ସବୁ କିଛି ନିଅ ମୁଁ କିଛି ରଖିବି ନାହିଁ ବୋଲି ସମସ୍ତେ ଗୀତ ଗାଇଲେ ତ ଆପଣଙ୍କ ମଣ୍ଡଳୀ ବହୁତ ଧନୀ ମଣ୍ଡଳୀ ଅଟେ। Did you get silver and gold? ମାନେ ସୁନା ରୂପା ପାଇଲେ କି? Pastor said, no. ମୁଁ କିଛି ପାଇ ନାହିଁ। You are speaking lies. ଆପଣ ମିଛ କହୁଛନ୍ତି। You are singing lie. ତମେ ମିଛରେ ଗୀତ ଗାଉଛ। Don't do that. ସେ ବିଷୟ କର ନାହିଁ। By singing also we are talking to God, isn't it? By singing we are talking to God. ଆଉ ଯେତେବେଳେ ଗୀତ ଗାଉଛୁ ପ୍ରଭୁ ସହିତ ଆମେ କଥାବାର୍ତ୍ତା କରୁଛୁ। So after the church, one or two members came and said, Pastor, we will not sing this song now. ଆଉ ଯେତେବେଳେ ବାକ୍ୟ ସରିଲା ପରେ ଗୀତ ସରିଲା ପରେ ଦୁଇ ଜଣ ଲୋକ ଆସି କହିଲେ ଏଇ ଗୀତ ଆମେ କେବେ ବି ଆଉ ଗାଇବା ନାହିଁ। Then he said, what to sing then? ତାହେଲେ କ'ଣ ସେ କେଉଁ ଗୀତ Sing ଗାଇବ? the song to glorify God. ଆଉ ଗୋଟେ ଗୀତ ଗାଇବା ଯେ କି ପ୍ରଭୁଙ୍କର ଗୌରବକୁ ଆରାଧନା God, you're great, you're mighty, you're holy, you're righteous, you're faithful, merciful, abounding in love. You have done many things. Sing that song. ଆମେ ଯଦି ଗୀତ ଗାଇବା ନାହିଁ ପ୍ରଭୁ ତୁମେ ଦୟାବନ୍ତ ଗୌରବ ପାଇବା ପରମେଶ୍ୱର ତୁମେ ବିଶ୍ୱସ୍ତ ଧାର୍ମିକ ପରମେଶ୍ୱର ଏ ପ୍ରକାର ଗୀତ ଗାଇବା ବୋଲି ସେ କହିଲେ। स्तुति करो, प्रशंसा करो, स्तुति करो, प्रशंसा करो, सदा प्रभु करो, सदा
ଗାଏ ଭଳି ସେ କହିଲେ At the end of Jesus' ministry, ଯୀଶୁ ଖ୍ରୀଷ୍ଟଙ୍କର ଶେଷ ସେବା କାର୍ଯ୍ୟରେ the beginning he emphasized, follow me and you will be a fishers of men. ଆଉ ପ୍ରଥମ ବିଷୟ ଯେତେବେଳେ ସେ କହିଲେ ମୋର ଅନୁଗମନ କର ଆଉ ତୁମେ ମନୁଷ୍ୟମାନଙ୍କୁ ଧରିବା ଶିଖାଇବା At the end of the ministry, Matthew chapter 28 verse 18, 19, 20, କିନ୍ତୁ ଶେଷ ତାର ସେବା କାର୍ଯ୍ୟରେ ମାଥିଓ 28 ପର୍ବ 19-20 ଯଦି ଦେଖୁଛୁ again that emphasis we see. ଆଉ ସେଇ ସ୍ଥାନ ସେ ବିଷୟକୁ ଆମେ ଦେଖୁଛୁ What did he say? କଣ ସେ କହୁଛନ୍ତି All authority in heaven and earth has been given to me. Therefore go and make disciples of all nations. ଦେଖନ୍ତୁ ଆମର 28-19-20 କଥା ଆମକୁ କହୁଛି 28, 18, 19. ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି So the Bible says, therefore go and make disciples of all nations, all people. ପ୍ରଭୁଙ୍କର ବାକ୍ୟ କହୁଛି ତୁମେ ସମସ୍ତ ଦେଶକୁ ଯାଇ ତୁମେ ଶିଷ୍ୟ ନିର୍ମାଣ କର ତିଆରି କର So we as the pastors and servants of God, ପ୍ରଭୁଙ୍କର ସେବକ ମାନେ ପାଳକ ମାନେ our main work is to evangelize. ଆମଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ସୁସମାଚାର ପ୍ରଚାର କାର୍ଯ୍ୟ Evangelize. ସୁସମାଚାର ପ୍ରଚାର କାର୍ଯ୍ୟ And the second, make disciples. ଦ୍ୱିତୀୟ ବିଷୟ ହେଉଛି ମାନେ ଶିଷ୍ୟ ତିଆରି କରିବା Whose disciples? Not our disciples, Jesus' disciples. କାହାର ଶିଷ୍ୟ ଆମେ ତିଆରି କରିବା ମୋର ଶିଷ୍ୟ ନୁହେଁ ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ଶିଷ୍ୟକୁ ଆମେ ତିଆରି କରିବା Not the denomination disciples, Jesus' disciples. ଆମମାନେ ସଂସ୍ଥାର ଶିଷ୍ୟ ନୁହନ୍ତି ସେମାନେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଅଟନ୍ତି So many times people are lacking there. They are not doing the right thing. ଆଉ ଅନେକ ବିଷୟ ଲୋକମାନେ ସେମାନେ ଠିକ ଭାବରେ ସେ ବିଷୟ କରିନଥାନ୍ତି Many of the pastors think, they are training people, so the people become that pastor's disciple. ଆଉ ଅନେକ ସମୟରେ ଲୋକମାନେ ସେମାନଙ୍କୁ ଶିକ୍ଷା ଦେଇଥାନ୍ତି ଯେତେବେଳେ ସେମାନେ ଟ୍ରେନିଂ ଦେଇଥାନ୍ତି ମାତ୍ର ସେମାନେ ଭାବିଥାନ୍ତି ଯେ ସେମାନେ ସେ ଶିଷ୍ୟମାନେ ପାଳକଙ୍କର ଶିଷ୍ୟମାନେ କହିକି No, they should be Jesus' କିନ୍ତୁ disciples. ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାସ୍ତବ ଶିଷ୍ୟ ହେବା ଆବଶ୍ୟକ ଅଟେ। Definitely, we are training them to become a disciple of our Lord Jesus Christ. ଆମମାନେ ସେମାନଙ୍କୁ ଶିକ୍ଷା ଦେଉଛୁ ତାଲିମ ଦେଉଛୁ ଯେମିତିକି ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେଇପାରିବେ So that person also will follow Jesus. ଆଉ ସେହି ବ୍ୟକ୍ତି ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗମନ କରିବ You are an instrument. I am an instrument. ଆମେ ହେଉଛୁ ତାଙ୍କର We are a media through which ଆମେ God ହେଉଛୁ will- ପ୍ରଭୁଙ୍କ ପାଖକୁ ପହଞ୍ଚିବା ଗୋଟେ ମଧ୍ୟସ୍ଥ ଅଟୁ So our work is to bring them to Jesus Christ. ଆମର କାର୍ଯ୍ୟ ହେଉଛି ସେମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବା ପାଇଁ Paul emphasized that. ପାଉଲ ସେ ବିଷୟ କହୁଛନ୍ତି In Matthew, 2 Timothy, chapter 2, verse 2. 2 Second Timothy Timothy 2:2. 2 ପଦ ଆମେ କାଢିବା ଦ୍ୱିତୀୟ ତିମୋଥୀ 2:2 ଆଉ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋ ଠାରୁ ଶୁଣିଅଛ ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ ଏବଂ ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହି ସବୁ ଅର୍ପଣ କର Now we have to make disciples. The Bible says they should be faithful people. ଆଉ ଯେଉଁମାନଙ୍କୁ ଆମେ ଶିଷ୍ୟମାନଙ୍କୁ ଆମେ ବାଛୁଛୁ ସେମାନେ ବିଶ୍ୱାସ ହେବା ଆବଶ୍ୟକ ଅଟେ You can trust the person. ଆଉ ସେ ବ୍ୟକ୍ତିଙ୍କ ଆମେ ଭରସା କରିବା ଆବଶ୍ୟକ He ଅଟେ should be faithful, ସେ ବ୍ୟକ୍ତି ବିଶ୍ୱାସ ହେବା ଆବଶ୍ୟକ ଅଟେ available. ଯେ କି ପ୍ରତ୍ୟେକ ସମୟରେ ସମୟ ଦେଇପାରୁଥିବ He can learn from you. ସେ ତମଠାରୁ ଶିଖି ପାରୁଥିବ And then he can teach others. ସେ ଅନ୍ୟକୁ ମଧ୍ୟ ଶିକ୍ଷା ଦେଇପାରୁଥିବ So in our life as a pastor, ଆମମାନଙ୍କ ଜୀବନର ଜଣେ ପାଳକ ହିସାବରେ how many people we are training? କେତେ ଜଣ ଲୋକମାନଙ୍କୁ ଆମେ ତାଲିମ At ଦେଉଛୁ least one, ଜଣକୁ maybe two. 2 ଜଣକୁ We have to do that. ସେ ବିଷୟ ମାନେ କରିବାକୁ ପଡିବ In your church, there should be 1 or 2 people whom you are training. ଆଉ ହୁଏତ ତମ ମଣ୍ଡଳରେ ଜଣେ ଲୋକ 2 ଜଣ ଲୋକ ଥିବେ ଯେଉଁମାନଙ୍କୁ ଆପଣମାନେ ତାଲିମ ଦେବେ So they are with you. ଆଉ ସେମାନେ ତୁମ ସହିତ ସେମାନେ They ଅଛନ୍ତି go with you ସେମାନେ ତୁମ ସହିତ ଯିବେ for teaching, preaching, prayer, everything. They ଆଉ go with you. ଶିକ୍ଷାରେ ସେମାନେ ତାଲିମ ଦେବାରେ ପ୍ରାର୍ଥନାରେ ସେମାନେ ପ୍ରତ୍ୟେକ ସମୟରେ ସେମାନେ ତୁମ They ସହିତ watch you and learn from you. ସେମାନେ ତୁମକୁ ଦେଖିଥାନ୍ତି ନିରୀକ୍ଷଣ କରିଥାନ୍ତି ଆଉ ତୁମଠାରୁ ସେମାନେ ଶିଖିଥାନ୍ତି But many pastors don't do that. ଅନେକ ବାଳକମାନେ ସେ ପ୍ରକାର କରିନଥାନ୍ତି
I don't know whether you are doing or not. ମୁଁ ଜାଣିନି ଆପଣମାନେ କରୁଛନ୍ତି କି It ନାହିଁ। may take 1 year, 2 year, 3 year, no problem. ହୁଏତ ତାହା 1 ବର୍ଷ 2 ବର୍ଷ ଅନେକ ସମୟ ନେଇପାରେ। Jesus chose people and trained them. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲୋକମାନଙ୍କୁ ବାଛିଲା ଆଉ ସେମାନଙ୍କୁ ତାଲିମ ଦେଲେ। What kind of training Jesus gave? କେଉଁ ପ୍ରକାର ଶିକ୍ଷା ସେମାନଙ୍କୁ ସେ ଦେଲେ? Mostly practical training. ଆଉ ସେମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ସେମାନଙ୍କୁ He ଦେଲେ। didn't say, okay, disciple, you all 12 sit here, I'm going to give a lecture to you. ଆଉ ସେ 12 ଜଣ ଶିଶୁମାନଙ୍କୁ କହିଲେ ନାହିଁ ତମେ ଏଇ ସ୍ଥାନରେ ବସ ମୁଁ ତୁମମାନଙ୍କୁ ଶିକ୍ଷା ଦେବି କହିଲେ ନାହିଁ। No, he took with them. ଆଉ ସେ ସେମାନଙ୍କ ସହିତ ନେଲେ ତାଙ୍କ ସହିତ ନେଲେ। He healed the person. ସେ ବ୍ୟକ୍ତିଙ୍କୁ ସୁସ୍ଥ କଲେ। He went to the people. ଆଉ ସେ ଲୋକମାନଙ୍କ ପାଖକୁ ଗଲେ। He preached to the people. ଆଉ ସେ ଲୋକମାନଙ୍କୁ ପ୍ରଚାର କଲେ। He fed the ସେ 5,000. 5000 ଲୋକଙ୍କୁ ଖୁଆଇଲେ। They all were watching how Jesus is ଆଉ doing. ସେମାନେ ସମସ୍ତେ ଦେଖୁଛନ୍ତି କେମିତି ପ୍ରଭୁ ଯୀଶୁ When ଖ୍ରୀଷ୍ଟ people came, angry people came, how did Jesus reacted? ଯେତେବେଳେ How Jesus reacted with the angry people? ଆଉ ଯେତେବେଳେ ସେ ରାଗିବା ଲୋକମାନେ ଆସିଥିଲେ କେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରିଆକ୍ଟ କରୁଥିଲେ। The lady came, everybody wanted to stone to death, and how did Jesus reacted? ଜଣେ ମହିଳାକୁ ଆସିଲେ ସମସ୍ତେ ତାଙ୍କୁ ପଥରରେ ମାରିବା ପାଇଁ ଚାହୁଁଥିଲେ କିନ୍ତୁ କେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ସମୟରେ ସେ So all the disciples watching all this, ସବୁ ତାଙ୍କର ସମସ୍ତ କାର୍ଯ୍ୟକୁ and they are learning. They are learning, ସେମାନେ ସେ ବିଷୟ ଦେଖୁଛନ୍ତି ପୁଣି ସେମାନେ ଶିଖୁଅଛନ୍ତି। and that's how you can train people. ସେଇ ପ୍ରକାର ଭାବରେ ମାନେ ଆମମାନଙ୍କ ଲୋକମାନଙ୍କୁ ଶିକ୍ଷା So what will happen? They will learn from you. ସେମାନେ ଆପଣମାନଙ୍କ ଠାରୁ ସେମାନେ ଶିଖିବେ। Jesus went for to preach. ଆଉ ପ୍ରଭୁ ସୁସମାଚାର ପ୍ରଚାର ପାଇଁ ଗଲେ। Jesus went to Zacchaeus' house. They saw. ସେ ଯକ୍ଷଙ୍କ ଘରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗଲେ ସେମାନେ ଦେଖିଲେ। No, Zacchaeus' house. ସେମାନେ ଯକ୍ଷଙ୍କ ଘରକୁ ଗଲେ। Everybody says a sinner, sinner, ଆଉ sinner. ସମସ୍ତେ ପୁରା ଛାନିଆ ହେଲେ ସେ ଜଣେ ପାପୀ ମନୁଷ୍ୟ ଜଣେ ପାପୀ ମନୁଷ୍ୟ। And all say he sits and eats with the sinner. ଆଉ ସେ ପାପୀ ମାନଙ୍କ ସହିତ ବସନ୍ତି ଓ ଖାଆନ୍ତି ତାଙ୍କ ସହିତ। Why he is a sinner? କାହିଁକି ସେ ଜଣେ ପାପୀ ଅଟନ୍ତି? Because though he is a Jew, but he was working for the Romans. ସେ ଜଣେ ଜିହୁଦୀ ଥିଲେ ମାତ୍ର ସେ ରୋମ୍ୟ ଲୋକମାନଙ୍କ ପାଇଁ କାମ You are not କରୁଥିଲେ। supposed to do that. ସେ ବିଷୟ ସେ କରିବା You ନଥିଲା। cannot come into the temple also. ସେମାନେ ସେ ମନ୍ଦିରକୁ ମଧ୍ୟ ଆସିବାର ନଥିଲା। Therefore, you know the story about it. Jew goes into the house of God and worship God. Pharisee worshiping God, but there is a man at the corner. He cannot lift his eyes up and says, I am a sinner, Lord. ଆଉ ସେ ମନ୍ଦିର ମଧ୍ୟରେ ଜିହୁଦୀ ମାନଙ୍କୁ ଯାଇକି ସେମାନେ ପୁରା ଫଳସୀ ମାନେ ସେମାନେ କ'ଣ ପ୍ରାର୍ଥନା କରୁଛନ୍ତି କି ଜଣେ ବ୍ୟକ୍ତି ସେ ମନ୍ଦିରରେ କଣରେ ଅଛି ସେ ସାହସ କରୁନାହିଁ ସେ ହୃଦୟପୂର୍ଣ୍ଣ ଭାବରେ ନିଜକୁ ନତ କରି ସେ ପ୍ରାର୍ଥନା କରୁଛନ୍ତି। So God, Jesus, demonstrating this whole thing in front of them. ଆଉ ଏ ସମସ୍ତ କାର୍ଯ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ He said, I ସେମାନଙ୍କ love- ସମ୍ମୁଖରେ ସେ I କରୁଅଛନ୍ତି। love everybody. ପ୍ରତ୍ୟେକଙ୍କୁ ପ୍ରେମ କରେ। I love religious, righteous people. I love the sinners also. ମୁଁ ଧାର୍ମିକ ଲୋକମାନଙ୍କୁ ପ୍ରେମ କରେ ମୁଁ ପାପୀମାନଙ୍କୁ ମଧ୍ୟ ପ୍ରେମ କରେ। Because Jesus said, I came for the sinners. ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୁଁ ପାପୀମାନଙ୍କ ପାଇଁ ଆସିଅଛି। Luke 19, verse 10. ଲୁକ 19:10 The Son of Man came seeking to save the lost. ଯାହା ଖୋଜି ଅଛି ତାହା ଖୋଜି ରଖିବା କରିବା ପାଇଁ ମନୁଷ୍ୟ ପୁତ୍ର ଆସିଅଛନ୍ତି। So what happened? All the disciples saw all that. They are learning. ଆଉ ତାଙ୍କର ଶିଷ୍ୟମାନେ ସମସ୍ତେ ତାଙ୍କଠାରୁ ଦେଖୁଛନ୍ତି ଆଉ ସେମାନେ ଶିଖୁଅଛନ୍ତି। The Jews cannot go to Samaria. ଆଉ ଜିହୁଦୀମାନେ କେବେ ବି ସେମାନେ ସମୟର ପାଖକୁ ଯିବେ ନାହିଁ। They cannot have any communication with ସେମାନଙ୍କ ସହିତ Samaria. ତାଙ୍କ ସହିତ କୌଣସି ଯୋଗାଯୋଗ ନାହିଁ। But Jesus went there. କିନ୍ତୁ ଯୀଶୁ ସେ ସ୍ଥାନକୁ ଗଲେ। Hey, you cannot go there. ଆଉ ତମେ ସେ ସ୍ଥାନକୁ ଯାଇପାରିବ ନାହିଁ। A Jew cannot go to Samaria. ମାନେ ଜଣେ ଜିହୁଦୀ ସମୟର ପାଖକୁ ଯାଇପାରିବ ନାହିଁ। And he said, give me water. ମୋତେ ପାଣି ଦିଅ। And she said, you are Jew. ଆଉ ସେହି ମହିଳା କହୁଛନ୍ତି ତମେ ଜଣେ How ଜିହୁଦୀ can you drink water from କେମିତି me? ମୋ ପାଖରୁ ତମେ ପାଣି ପିଇବ? She understood who am I. ସେ ଜାଣିପାରିଲେ ମୁଁ କିଏ କହିକି। And all the disciples amazed what Jesus is doing. ଆଉ ସମସ୍ତ ଶିଷ୍ୟମାନେ ସେମାନେ ଦେଖୁଛନ୍ତି କଣ ଯୀଶୁ କରୁଅଛନ୍ତି। My dear brothers and sisters, ପ୍ରଭୁ ଦାସ ଏବଂ ଦାସୀମାନେ when you sit with Jesus, ଯେତେବେଳେ ପ୍ରଭୁଙ୍କ ସହିତ ବସୁଅଛୁ when you learn with Jesus, ଆମେ ଯେତେବେଳେ ପ୍ରଭୁଙ୍କ ମଧ୍ୟରେ ଶିଖୁଅଛୁ there are many boundaries we will cross. ଅନେକ ଯୋଉଟାକି ଆମଙ୍କ ପାଇଁ ସୀମା ନିର୍ଦ୍ଧାରଣ ଅଛି ତାହାକୁ ଆମେ ଅତିକ୍ରମ But କରିପାରିବା। some of the time people live in the boundaries. Oh, this is my boundary. I have to live here. I cannot cross. ଅନେକ ସମୟରେ ଆମେ ସେବା କାର୍ଯ୍ୟରେ କେବଳ ଗୋଟିଏ ସୀମା ମଧ୍ୟରେ ଆମେ ରହିଥାଉ। ମୁଁ God has chosen you. ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। Why He chose you? କାହିଁକି ସେ ଆମକୁ ଆହ୍ୱାନ କରିଅଛନ୍ତି? You have to train people.
आपण माने लोक मान को तालीम देबा He chose you to evangelize. से मान को सुसमाचार को जार पूजा He करे chose you to make disciples of से others. मान को आह्वान करछन्ती अन्य लोक मान को माने शिष्यत्व निर्माण करे पाए Now in John chapter 15, जन 15 पर्व verse 16, 15 ର 16 what it says? कोन ता को होची There it says, I have chosen you ता को होची मो तुमको आह्वान करी अछि and I have appointed you मो तुमको नियुक्त करी अछि so that you may bear fruit. जारी फल तुमने फल उत्पन्न करिवो So God has chosen you प्रभु मान को मनंत करी अछन्ती and appointed you. से नियुक्त करी अछन्ती Are you understanding? बुझि पाले Many people say, God, Jesus chose me, God chose me, अनेक लोक माने कहନ୍ତି प्रभु मते मनंत करी अछन्ती but they don't have any appointment letter. किंतु से मान पाखरे कोनसी नियुक्त नथिवो Do you have any appointment letter आपन पाखरे कोनसी नियुक्त पत्र अछि from कि Jesus? जिसम ठारो You know this, many people in the offices, they go for interview. अनेक ऑफिस से देखु से माने इंटरव्यू देबा ପାଇଁ Maybe जाइथाନ୍ତି they need 5 people. कोइ त से माने 5 जन को से माने There will be दरकार about 100, 500 people. ଆଉ 100 500 लोक माने इंटरव्यू देबा ପାଇଁ जाइथाନ୍ତି So the selection will happen. ଆଉ जेतले से माने सिलेक्शन करूछन्ती Okay? Oh, you are selected. Then what will happen after selection? They are called for interview again. ଆଉ सिलेक्शन होला पर आउ थरे से माने And इंटरव्यू they will choose. से माने नियुक्त देइथाନ୍ତି बाचिथाନ୍ତି से माने बाचिथाନ୍ତି Out of 100, maybe out of 500, they have selected few. Then again they will. So they will choose. पांचटी पोस्ट ପାଇଁ हुए तो 100 जन की 5 जन से माने इंटरव्यू देइथाନ୍ତି कि से माने मध्य के जन से माने बाचिथाନ୍ତି So once they आउ थरे से have माने chosen, आउ थरे से माने इंटरव्यू करथाନ୍ତି they will choose only 5 then. केवल से माने शेष से माने केवल And 5 they जन will give नियुक्त an करथाନ୍ତି appointment later. केवल शेष से माने केवल 5 जन को नियुक्ति पत्र देइथाନ୍ତି You are appointed आपण माने नियुक्ति प्राप्त प्रभुको दास माने अटंती for this job. एही कार्य पई You are appointed for this job. एही कार्य पर You are आपण appointed नियुक्त for अटंती that job. एही कार्य पर आपण नियुक्त अटंती And if the person who is appointed, he does not do that job, what will happen? जण नियुक्ति प्राप्त व्यक्ति जदि ठीक भाव से कार्य करिवो नाही ताले कोन हबो What happens? कोन हबो The company will say, we don't need you. आ से कंपनी ताको कहबो तुमको हमरा आवश्यकता नाही कहि Or sometimes they may give little extra chance and say, if you don't change, you will not. कोइ तो से माने किछि दिन समय देबे जदि माने से विषय जदि किछि से परिवर्तन करि परिबो नाही ताले से माने कोन So the Bible says he has selected you. बाइबल कहू अछि जे से मन को We बातचीत are selected before the foundation of the earth. से पृथ्वी रो कोणर प्रस्तर पूर्व से अपन को आह्वान करछि Ephesians chapter 1 verse 4. एफिसी 1 पर्व 4 पद में देखिबा Before the foundation, एफिसी को 4 के पहले पढ़ो he selected you. से मन को मनोनीत करि अछंती अर्थात आम मैंने जेपरी ताहाको साक्षात पवित्र अनिंदनीय हेउ एथिपाई से जगतर पतन पूर्वे ताहारे आमମାନଙ୍କୁ मनोनीत कले। So you say, I am selected by the Lord, praise God. तो हमने कहि परिबा जे प्रभु जी ख्रीष्ट को ठार माबर प्राप्त होइछि And then he chose you for the task. आउ से हमन गोटे कार्य पई से मन को And he said, go and bear fruit. और तुम जाओ फल उत्पन्न करो So we all have to go and do what he says. तो हमने समझते से जहां कहते हमने से विषय करिया को पड़िबो How many people we brought to Jesus Christ? केते जण लोक मान को माने प्रभु जी ख्रीष्ट को निकट को आनी How अछु many people we are training? केते जण लोक मान को माने तालीम देई अछु Do you have people in the church where you can train them? अपन मन मंडल लोक मान अछंती कि जो मन का अपन माने तालीम देई परिबे We must train them. हम निश्चित तो जैसे मन It's को not only ट्रेनिंग देबा lecture, but take them out with से you. मान खाली हम कथा कहबा नहीं कि हम केवल शिक्षा देबा नहीं माने बाहर को मध्य सेवा कार्य Because देबा that's what Jesus said, make other disciples. जहाँ प्रभु ख्रीष्ट कहउछंती अन्य मान को तुम्हें शिक्षा दे And शिष्य teach them what I commanded you. और से मान को शिक्षा दो जहाँ मु तुमन को आज्ञा दे अछि And Paul also emphasized that.
पौल मते से विषय कहउछन्ती Teach them to faithful people, और सेमानको शिक्षा दियो विश्वस्त हेबा पाए or people who are faithful and qualified to teach others. और जो मान की विश्वस्त और योग्यता पूर्ण जो मान के अन्य लोक मानको शिक्षा दे पारिबे My dear people, ये प्रभुଙ୍କର लोक माने I know you have been pastoring the churches. आपण माने मु जानि अछि आपण माने मंडळ सेवा कार्य करूछन्ती I do not know how many church you pastor. मु जानि आपण केतटी मंडळ पाळ करतन्ती I don't know how many people you have trained. आपण मु जानि केते जण आपण माने तालीम देउछन्ती I don't know what kind of evangelism you are मु doing. जानि आपण माने के प्रकार सुसमाचार करूछन्ती But let me tell you, किंतु आपण if you are a pastor for 10 years, how many of you are 10 years? যদি 10 years? 10 वर्ष ହେଲା ପାଳ କାର୍ଯ୍ୟ କରୁଅଛନ୍ତି How many of you are more than 10 years? କେତେ ଜଣ ଆପଣ ମାନେ ସେବା କାର୍ଯ୍ୟ 10 ବର୍ଷ ଅଧିକ କାର୍ଯ୍ୟ କରିଅଛନ୍ତି 10 years. 5 years? 5 ବର୍ଷରୁ You're not in Panchavashi Yoga. जो माने कि ଆମେ ସେବା କାର୍ଯ୍ୟ କରୁଛୁ 5 Five ବର୍ଷ years. ଅଧିକ କିଏ ନାଉ 2 years. 2 ବର୍ଷ 20 years. Nobody 20 years. It's small time. Now you leave 15 years now. Completed. Very good. Wonderful. Praise God. Praise God. Now listen there. Our government bought many years back family planning. No, our government brought family planning many years back. ଅନେକ ବର୍ଷ ପୂର୍ବରୁ ସରକାର ମାନଙ୍କୁ ଫ୍ୟାମିଲି ପ୍ଲାନିଂ ବିଷୟ ଆଣିଲେ Family planning, but there is no church, there is no family planning for church plantation. କିନ୍ତୁ ସରକାର ଫ୍ୟାମିଲି ପ୍ଲାନିଂ ପାଇଁ ଗୋଟେ ନିୟମ କଲେ ମାତ୍ର ମଣ୍ଡଳୀ ବୃଦ୍ଧି ପାଇଁ କୌଣସି ଫ୍ୟାମିଲି ପ୍ଲାନିଂ ହେଇ ନାହିଁ What is the meaning? କ'ଣ ଅର୍ଥ ଆପଣ If ବୁଝିପାରୁଛନ୍ତି you have only one church, ଗୋଟେ ମଣ୍ଡଳୀ କେବଳ ଅଛି last 10 years, 10 ବର୍ଷ ହେଲାଣି that means you are under family planning plan. You are under family planning. ଆମର ମଣ୍ଡଳୀ ଗୋଟେ ଫ୍ୟାମିଲି ପ୍ଲାନିଂ ଭଳିଆ ମଣ୍ଡଳୀ ରହିଅଛି You should not. You must plan church. କିନ୍ତୁ ଆମମାନଙ୍କର କର୍ତ୍ତବ୍ୟ ଅଛି ମାନେ ଅନେକ ମଣ୍ଡଳୀ ସ୍ଥାପନ କରିବା This ପାଇଁ village one church. ଏଇ ଗାଁରେ ଗୋଟେ ମଣ୍ଡଳୀ That village one ସେଇ ଗାଁରେ church. ଗୋଟେ ମଣ୍ଡଳୀ That village one ସେଇ ଗାଁରେ ଗୋଟେ church. ମଣ୍ଡଳୀ That village one ସେଇ ଗାଁରେ church. ଗୋଟେ ମଣ୍ଡଳୀ You are a pastor. କାରଣ ତମେ ପାଳ ପଟ You go and visit all that. ଆଉ ତମେ ଯାଇକି ସମସ୍ତ Have a prayer there. ସେ ସବୁ ପ୍ରାର୍ଥନା Maybe କର may not be a Sunday everywhere. ହୁଏତ ରବିବାର ସବୁ ଜାଗା ଯାଇ ହେବ ନାହିଁ You can bring the people together, ତମେ ସମସ୍ତ ଗୋଟେ ଜାଗାକୁ ଆଣିବାକୁ ପଡ଼ିବ or you plan accordingly. ସେ ବିଷୟ ଅନୁସାରେ ଆପଣ ପ୍ଲାନ୍ କରନ୍ତୁ So that what happened? There people are worshipping, there people are worshipping, there people are worshipping, there people are worshipping, and the evangelism work will grow. ଆଉ ସେଇ ସ୍ଥାନରେ ଆଉ ଲୋକମାନେ ପ୍ରଭୁଙ୍କୁ ଉପାସନା କରୁଛନ୍ତି ସେଇ ସ୍ଥାନରେ ଉପାସନା କରୁଛନ୍ତି ସେଇ ସ୍ଥାନରେ କ'ଣ ହେବ ସୁସମାଚାର କାର୍ଯ୍ୟ ବୃଦ୍ଧି ପ୍ରାପ୍ତ ହେବ Don't be happy with one church. Oh, I have a church here. Praise the Lord. Hallelujah. Hallelujah. କେବେ ବି ଖୁସି ହୁଅନ୍ତୁ ନାହିଁ ଗୋଟିଏ ମଣ୍ଡଳୀ ପାଇଁ You must have that vision. ଆମମାନଙ୍କର ସେଇ ଦର୍ଶନ ରହିବା ଆବଶ୍ୟକ Do you have that vision? ସେଇ ଦର୍ଶନ ଆମମାନଙ୍କ ମଧ୍ୟରେ ଅଛି କି If no vision, people perish, the Bible says. ଯଦି ଆମମାନଙ୍କ ଦର୍ଶନ ନାହିଁ ଆମମାନେ ସେଇ ସ୍ଥାନରେ ସଫଳିତ Now, ହୋଇପାରିବା Paul says, "Oh King Agrippa, I have not neglected my vision." ଆଉ ପିତର କହୁଛନ୍ତି ହେ ରାଜା ଅଗ୍ରିପା ମୁଁ ମୋର ଦର୍ଶନର ଅବହେଳା କେବେ କରିବି I ନାହିଁ। got that vision, Agrippa, ସେଇ ଦର୍ଶନ ପାଇଅଛି ଅଗ୍ରିପା and with that vision, I am continuously doing the work of the Lord. ମୁଁ ସେଇ ଦର୍ଶନ ଦ୍ୱାରା ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ କରୁଅଛି Even at this time, ସେ ସମୟ ପର୍ଯ୍ୟନ୍ତ Acts chapter 26, ପ୍ରେରିତ 26 ପର୍ବ verse 19. 19 ପଦ Read that. ପ୍ରେରିତ 26 ର 19 ଅତଏବ ହେ ରାଜନ ଅଗ୍ରିପା ମୁଁ ସେହି ସ୍ୱର୍ଗ ଦର୍ଶନର ବାଧ୍ୟ ହେବି ନାହିଁ Agrippa, he says, what he says, I am not disobedient to the vision from heaven. ସେ କହୁଛନ୍ତି ଅତଏବ ହେ ରାଜନ ଅଗ୍ରିପା ମୁଁ ସେଇ ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ I am not disobedient. ମୁଁ ଅବାଧ୍ୟ ହେଲି ନାହିଁ I got the vision. I saw Jesus. ମୁଁ ଦର୍ଶନ ପାଇଅଛି ମୁଁ ଯୀଶୁଖ୍ରୀଷ୍ଟଙ୍କୁ ଦେଖିଅଛି I saw the light. ମୁଁ ସେଇ ଜ୍ୟୋତି ମୁଁ ଦେଖିଅଛି My life transformed. ମୋର ଜୀବନ ପରିବର୍ତ୍ତନ ହେଇଛି And from that day till today, I am doing the work of the Lord. ସେଇ ଦିନଟା ଆଜି ପର୍ଯ୍ୟନ୍ତ ମୁଁ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଅଛି You know, he was talking with the power. ଆଉ ସେଇ ସ୍ଥାନରେ ସେ ଶକ୍ତି ପ୍ରାପ୍ତ ବିଷୟ ସେ କହୁଥିଲେ And when he was talking with power, what did he say? ସେ ଶକ୍ତି ପ୍ରାପ୍ତ ଅନୁସାରେ ସେ ସେମାନଙ୍କୁ କହୁଥିଲେ King Agrippa says in chapter 28, ଆଉ ସେ ରାଜନ
अग्रिपा कहउछथि 28 पर्वरे Then Agrippa said to Paul, "Do you think that in such a short time you can persuade me to be a Christian?" Verse 28. 26, 28. Chapter 26. 26 28 पद Acts of the Apostle, chapter 26. ସେଥିରେ अग्रिपा पाउलଙ୍କୁ କହିଲେ ଅଳ୍ପ କଥାରେ ତ ତୁମେ ଆମକୁ ଖ୍ରୀଷ୍ଟିଆନ କରିପାର ବୋଲି ମନେ କରୁଅଛ। ପାଉଲ କହିଲେ ଅଳ୍ପରେ ହେଉ କି ବହୁତରେ ହେଉ କେବଳ ଆପଣ ନୁହନ୍ତି ମାତ୍ର ଯେତେ ଲୋକ ଆଜି ମୋତେ ମୋର କଥା ଶୁଣୁଅଛନ୍ତି ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି ଏହା ମୁଁ ଈଶ୍ୱର ନିକଟରେ ପ୍ରାର୍ଥନା କରୁଅଛି। Short time or long time, I want you to know Jesus. ସେ ଅଳ୍ପ ହେଉ କିମ୍ବା ବହୁତ ଦିନ ହେଉ କିନ୍ତୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ପାଇଁ ଚାହୁଁଅଛି। Beginning of ministry, Jesus emphasized evangelism. ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ସେବା କାର୍ଯ୍ୟରେ ସେ He said, "You ତାଙ୍କ follow ସୁସମାଚାର me. କାର୍ଯ୍ୟ You follow me. I will make you this. I will make you. ଅନୁଗମନ କର ମୁଁ ତୁମମାନଙ୍କୁ I will ମନୁଷ୍ୟ make ଧରିବା you. ଶିଖାଇବି। Let Jesus make you ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ fishers of men. ମନୁଷ୍ୟମାନଙ୍କୁ ଧରିବା ନିମନ୍ତେ Go and catch fish." ଆଉ ଯାଅ ସେ ମାଛମାନଙ୍କୁ ଧର। You understand? How many of you catch fish? Fish. ଆପଣ କେତେ ଜଣ ମାଛ ଧରନ୍ତି? Earlier we used to have the cane and catch fish. Now you have to catch. How many fish you catch one time? ଗୋଟେ ଥର ଆପଣ କେତୋଟି ମାଛ ଧରୁଛନ୍ତି? With a hook. ସେଇ ମାଛ କଣ୍ଟାରେ One fish. One at a time. ଗୋଟେ ଥର ଆମେ ଗୋଟେ If you have a net, many fish. ଜାଲ ହେଲେ ଆମେ ଅଧିକ ମାଛ ଧରିପାରିବା। One soul at a time. One soul at a time. ଗୋଟେ ଥରେ ଆମେ ଗୋଟିଏ ଆତ୍ମାକୁ ଆମେ ଲାଭ କରିବାକୁ ପଡ଼ିବ। You can do that. ସେ ବିଷୟରେ କରିପାରିବା। Then at the end of the ministry, before he goes to heaven, he was talking to the ଆଉ disciples. ତାଙ୍କର ସ୍ୱର୍ଗକୁ ଯିବା ପୂର୍ବରୁ ସେ ତାଙ୍କର ଶିଷ୍ୟମାନଙ୍କୁ ସେ ବିଷୟ କଥାବାର୍ତ୍ତା କରୁଥିଲେ। Go, ତୁମେ ଯାଅ preach, ପ୍ରଚାର କର teach, ଶିକ୍ଷା ଦିଅ make them ଆଉ disciples. ସେମାନଙ୍କୁ ଶିଷ୍ୟ ତିଆରି କର Then I will be with you. ତାହେଲେ ମୁଁ ତୁମ ସହିତ ରହିବି। We don't go, that's a problem. ଆମେ ଯାଉନାହୁଁ ତାହା ହେଉଛି ସମସ୍ୟା। We should have the vision. ଆମମାନଙ୍କର ସେହି ଦର୍ଶନ ରହିବା We ଆବଶ୍ୟକ। should experience the power of God. ସେ ପ୍ରଭୁଙ୍କର ସେହି ଶକ୍ତିକୁ ଆମେ ଅନୁଭବ କରିବା ଆବଶ୍ୟକ। How can you experience that when you sit with Jesus? ଯେମିତି ଆମେ ଅନୁଭବ କରିବା ପ୍ରଭୁଙ୍କ ଶ୍ରୀକୃଷ୍ଣ କଥା ସହିତ ଯେତେବେଳେ ବସୁଅଛୁ। Then he says in Acts chapter 1 verse 8, ଆଉ ପ୍ରେରିତ 1:8 କହୁଛି Acts 1:8, ପ୍ରେରିତ 1:8 when Holy Spirit comes upon you, ଯେତେବେଳେ ପବିତ୍ର ଆତ୍ମା ତୁମ ମଧ୍ୟରେ ଅବତରଣ କରେ then you shall be filled with the power, ଯେତେବେଳେ ତୁମେ ଶକ୍ତି ପ୍ରାପ୍ତ ହେବ and you shall be my witnesses ଆଉ ତୁମେ ମୋର ସାକ୍ଷୀ ହେବ in Jerusalem, Judea, Samaria, uttermost part of the world. ଜେରୁସାଲେମ ଜିହୁଦା ସମୁଦାୟ ତୁମେ କଣ ହେବ ତୁମେ ମୋର ସାକ୍ଷୀ ହେବ। The Holy Spirit has to come upon us. ସେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟକୁ ଆସିବା ଆବଶ୍ୟକ ଅଟେ। Now some of the people think singing more song, playing more drum, Holy Spirit comes upon us. ଅନେକ ଲୋକମାନେ ଚିନ୍ତା କରନ୍ତି ଅଧିକ ଗୀତ ଗାଇବା ଦ୍ୱାରା ବାଜା ମାରିବା ଦ୍ୱାରା ପବିତ୍ର ଆତ୍ମା ଆସେ କହିକି। Sometimes people become emotional. ଅନେକ ସମୟରେ ଲୋକମାନେ ପୁରା ସେମାନେ ଇମୋସନାଲ ହୁଅନ୍ତି ଭାବବିହ୍ୱଳ ହୁଅନ୍ତି। That's not Holy Spirit. Because after the church over, all their emotion goes. ଗିର୍ଜା ସରିବ ତାପରେ ସବୁ ତାଙ୍କର ବିଶେଷ Oh, they will dance in the church. କେତେ And ଖୁସି once the ସେମାନେ church ନାଚିବେ। finish, they will not go. ଗିର୍ଜା ସରିଲା ପରେ ସେମାନେ ନର୍ମାଲ ଭାବରେ ସେମାନେ ରହିଥାନ୍ତି। I'm not against anybody. I'm not against the drum. I'm not against the song. But we should not be emotional. କିନ୍ତୁ ମୁଁ କୌଣସି ବିଷୟ ବିରୋଧ କରୁନାହିଁ କିନ୍ତୁ ଆମେ When the Holy Spirit comes on you, କୌଣସି ବିଷୟ ଭାବବିହ୍ୱଳ ହେବା ନାହିଁ। when the Holy Spirit comes upon you, ଯେତେବେଳେ ପବିତ୍ର ଆତ୍ମା ଆମର ମଧ୍ୟକୁ ଆସିବ you shall be filled with power. ଆମେ ଶକ୍ତି ଯୁକ୍ତ ଭାବରେ ଶକ୍ତି ପ୍ରାପ୍ତ ମାନେ ଛିଡ଼ା ହେବା। Suppose this is wine, daru. ଯଦି ଏହା ଯଦି ମଦ ହେଇଥିବ Suppose. ଯଦି ଏହା ମଦ Suppose. This is bottle.
ମାଡ଼ିଲେ ଏଟା ମଧ୍ୟ ନୁହଁ। You give me the answer now. ଆପଣମାନେ ଉତ୍ତର ଦେବେ। Suppose I give everyone this much wine to drink, ଯଦି ମୁଁ ତୁମକୁ ଏତିକି ପରିମାଣ ଯଦି ମୁଁ ମଦ ପିଇବାକୁ ଦେବି, or maybe this much wine to drink, ମୋତେ ଏତିକି ହୁଏ ତ ମୁଁ ତୁମକୁ ଦେବି ପିଇବା ପାଇଁ, only this much wine, ଏତିକି ମଦ what happens? କ'ଣ ହବ? Nasha. So, without nasha, you're walking nicely. ନିଶା ପୂର୍ବରୁ ଆମେ ବହୁତ ଭଲରେ ଚାଲୁଛୁ, And after nasha, ନିଶା ପରେ Yes. the power of this much wine change your life. ଆଉ ଦେଖୁଛୁ ଏତିକି ଅଳ୍ପ ମଦ କ'ଣ କରୁଛି ଆମମାନଙ୍କ ଜୀବନକୁ ପରିବର୍ତ୍ତନ କରୁଛି। Without Jesus, you are different. ଆଉ ଯୀଶୁଙ୍କ ବ୍ୟତୀତ ଆମେ ଅଲଗା ପ୍ରକାର ଅଟୁ। When Jesus comes in your life, ଯେତେବେଳେ ଯୀଶୁ ଆମମାନଙ୍କ ଜୀବନ the ମଧ୍ୟକୁ Holy ଆସନ୍ତି, Spirit comes in your life, ପବିତ୍ର ଆତ୍ମା ଆମ ମଧ୍ୟକୁ ଆସିବ। people should say, hey, there is the Holy Spirit in life. ତେଣୁ ଆମେ କହିପାରିବା ସେଇ ସ୍ଥାନରେ ପବିତ୍ର ଆତ୍ମା ରହିଅଛି ଆମମାନଙ୍କ ମଧ୍ୟରେ। If somebody drink, and if they walk, he will say, hey, I am drunk. Will he say that? କିଏ ଯଦି ଜଣେ ମଦ ପିଇବାକୁ କହିବ କି ମୁଁ ପିଇଛି ବୋଲି କହିବ କି? Right? So people, when you look at you and say, hey, he's a believer, people should say. ଆଉ ଯେତେବେଳେ ଲୋକମାନେ ତାହାକୁ ଦେଖିବେ ସେ ଜଣେ ବିଶ୍ୱାସୀ, ସେ ବିଶ୍ୱାସ କରି ଲୋକମାନେ କହିବେ। They should see your life, ସେମାନେ ତୁମର ଜୀବନକୁ ସେମାନେ ଦେଖିବେ, your action, ତୁମର କାର୍ଯ୍ୟକୁ, your ତୁମର behavior, ବ୍ୟବହାରକୁ, everything important. ପ୍ରତ୍ୟେକ ବିଷୟ ଗୁରୁତ୍ୱପୂର୍ଣ୍ଣ। So when the Holy Spirit comes on you, ଯେତେବେଳେ ପବିତ୍ର ଆତ୍ମା ତୁମର ମଧ୍ୟକୁ ଆସିବ, you will be my witness. ଆଉ ତୁମେ ମୋର ସାକ୍ଷୀ ହବ। In Jerusalem, that's your own town. ଆଉ ଜେରୁସାଲେମ ମଧ୍ୟ ନିଜ ଜାଗାରେ, Judah, your state. ଯୁଦା ତୁମର ରାଜଧାନୀରେ, Samaria, other culture, other state. ଆଉ ଅନ୍ୟ ଗୋଟେ ରାଜ୍ୟରେ, Then all over. ଯୁଗାନ୍ତ ପର୍ଯ୍ୟନ୍ତ All over India. ସମଗ୍ର ଭାରତରେ। No, Pastor, I want to be in Gujarat, Kandapur district. I will not go anywhere. God. ବାଳକ ମୁଁ କେବଳ କନ୍ଧମାଳରେ ହିଁ ରହିବି, ମୁଁ କୁଆଡ଼େ ଯିବି ନାହିଁ। Or maybe Kalandi, God. I don't want to go to Lalandi, God. ପ୍ରଭୁ ମୁଁ କଳାହାଣ୍ଡିକୁ ଯିବା ପାଇଁ ଚାହୁଁନାହିଁ। Lalandi. I will not go to Lalandi. I mean, the Holy Spirit, let Holy Spirit come upon us. ଆଉ ସେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟକୁ ଆସନ୍ତୁ। The question, ପ୍ରଶ୍ନ ହେଉଛି, are we spending time at the feet of the Lord? ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କ ସମୟ ଅତିବାହିତ କରୁଅଛୁ କି? The more you spend, ଯେତେବେଳେ ଅଧିକ ତାଙ୍କ ସହିତ ସମୟ ଅତିବାହିତ କରିବା, you will be a great witness. ଆଉ ତୁମେ ତାଙ୍କ ମଧ୍ୟରେ The Lord called ସାକ୍ଷର କାରଣ me. The ହେଇପାରିବ। Lord called me, ପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି। and I could experience something happen in my life. ମୁଁ ଅନେକ ବିଷୟ ମୋ ଜୀବନ ମଧ୍ୟରେ ହେଇଥିବା ବିଷୟକୁ ଅନୁଭବ କରିଅଛି। When something happened, I was mad. ଆଉ ଯଦି କୌଣସି ସମୟ ମଧ୍ୟରେ ଘଟିବ, ଗୋଟେ ପାଗଳ ପରି Preach. ପାଗଳ ପରି ମୁଁ ପ୍ରଚାର କରିବି। Bus stand you go preach. Railway stand you go preach. ସେଇଠୁ Market ଯାଇ place ପ୍ରଚାର you କର, go ସେଇଠୁ preach. ଯାଇ ପ୍ରଚାର କର, ସେଇଠୁ ଯାଇ ପ୍ରଚାର କର। Nobody told me. କିଏ ମୋତେ କହିନାହାନ୍ତି, ମୋତେ କିଏ କହିନାହାନ୍ତି। Spirit of God. ମୋତେ ପ୍ରଭୁଙ୍କ ଆତ୍ମା ମୋତେ କହୁନି। No money, go preach. ଆଉ ଅର୍ଥ ନାହିଁ, ଯାଅ ପ୍ରଚାର କର। Take cycle and go to village and preach. ସାଇକେଲ ନେଇକି ଯାଅ, ଗାଁକୁ ଯାଅ, ପ୍ରଚାର କର। Bus stand preach. In the bus you preach. In the train you preach. ବସ୍ ଷ୍ଟାଣ୍ଡରେ ପ୍ରଚାର କର, ଟ୍ରେନରେ ପ୍ରଚାର କର। Plant the churches. ମଣ୍ଡଳ ଗଠନ କର। 1 church, 2 church, 3 church, ଗୋଟେ 4 ମଣ୍ଡଳ, church, ଦୁଇ 5 ମଣ୍ଡଳ, church, ତିନିଟା ମଣ୍ଡଳ, ଚାରିଟା 10 ମଣ୍ଡଳ ଗଠନ କର। church, 15 church, 20 church. 20ଟା ମଣ୍ଡଳୀ, 50ଟା ମଣ୍ଡଳୀ, Plant it. ସେ ବିଷୟକୁ ଆମେ ନିର୍ମାଣ କରିବା। You have to have that madness of God. ଆଉ ସେଇ ପ୍ରକାର ଭାବରେ ସେଇ ଦର୍ଶନ, I am ସେଇ God's. ପ୍ରକାର ଭାବରେ ଆମେ I belong to God. କାରଣ ମୁଁ ଈଶ୍ୱରଙ୍କ ଠାରୁ Hey ଆସୁଛି। David, don't go there. ଏ ଦାଉଦ, ତୁମେ ସେଇ ସ୍ଥାନକୁ ଯାଅ You ନାହିଁ। cannot fight. ତୁମେ ତାଙ୍କ ସହିତ ଯୁଦ୍ଧ You are a କରିପାରିବ young ନାହିଁ। man. ତୁମେ ଜଣେ ଯୁବା ଅଟ। Stand here, ସେଇ stay ସ୍ଥାନରେ ଛିଡ଼ା here. ହୁଅ। I will go. ମୁଁ ଯିବି। I will go because I am zeal for the ମୋର Lord. ସେଇ ଉତ୍ସାହ ଅଛି ପ୍ରଭୁଙ୍କ ପାଇଁ, ମୋର ସେଇ I have a ସାହସ ଅଛି। zeal for the ଆଉ Lord. ପ୍ରଭୁଙ୍କ ପାଇଁ ମୁଁ ଯିବି। He goes and fights with the Goliath. ଆଉ ସେ ଗୋଲିଆଙ୍କ ସହିତ ଯୁଦ୍ଧ କରିବି। Because I have a zeal. କାରଣ ମୋର ସେଇ ସାହସ ରହିଅଛି। I know my Lord. ମୁଁ ମୋ ପ୍ରଭୁଙ୍କୁ ଜାଣିଅଛି। I experience the ମୁଁ Lord. ପ୍ରଭୁଙ୍କୁ ଅନୁଭବ I have କରିଅଛି। seen my ମୁଁ Lord. ପ୍ରଭୁଙ୍କୁ I ଦେଖିଅଛି। want to live for Lord. ମୁଁ ପ୍ରଭୁ ସହିତ ରହିବି। Everybody say, hey, he will kill you. ଆଉ ସମସ୍ତେ କହିଲେ ସେ ତୁମକୁ ବଧ କରିବ। His brother says, no, don't go there. ଭାଇ କହିଲେ ତୁମେ ସେ ସ୍ଥାନକୁ ଯାଅ ନାହିଁ। King says, you don't have any ମୋର experience. କୌଣସି ଅନୁଭୂତି ନାହିଁ ଯୁଦ୍ଧ କରିବା ପାଇଁ। My God is with me. ମୋ ପ୍ରଭୁ ମୋ ସହିତ ଅଛନ୍ତି। We preach these sermons. ଆମେ
We always ସତ୍ୟ preach ପ୍ରଚାର in our କରିଥାଉ church. ଆମେ ମଣ୍ଡଳକୁ Story of Goliath and David. ଆମ ଗଲେତଙ୍କ ବିଷୟରେ ପ୍ରଚାର କରିଥାଉ My dear people, ଏ ପ୍ରଭୁଙ୍କର ଲୋକ if the Spirit of God is in you, ଯଦି ପ୍ରଭୁଙ୍କ ଆତ୍ମା if ଆମଙ୍କ the ମଧ୍ୟରେ power ଅଛି, of God in you, ଯଦି ପ୍ରଭୁଙ୍କ ଶକ୍ତି you ଆମଙ୍କ ମଧ୍ୟରେ ଅଛି, are a servant of God. ଆମେ ପ୍ରଭୁଙ୍କର ସେବକ କଣ You will do great things for the ମହାନ Lord. ବିଷୟ ପ୍ରଭୁଙ୍କ ପାଇଁ କରିପାରିବ Because the Lord is not with you, don't do it. ଯଦି ପ୍ରଭୁ ତମ ସହିତ ନାହାନ୍ତି ତାହେଲେ ତମେ କିଛି କରିପାରିବ ନାହିଁ Many of the pastors run after money, 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 money. ଅନେକ ଲୋକମାନେ ସେମାନେ ଟଙ୍କା ପରେ ସେମାନେ ପଛେ ଧାଇଥାନ୍ତି He knows we need money. ସେ ଜାଣୁଛନ୍ତି ଆମର How much ଟଙ୍କା money ପଛରେ Jesus ଅଛି। gave to his disciples? How much money Jesus gave to his disciples? କେତେ ଟଙ୍କା ଯୀଶୁ ଖ୍ରୀଷ୍ଟ ଆମ ଶିଷ୍ୟମାନଙ୍କୁ ସେ ଦେଉଥିଲେ Hey Thomas, you go to India. ଏ ତମେ ଇଣ୍ଡିଆ ଭାରତକୁ ଯାଅ I'll give you travel allowance. Did Jesus give travel allowance to ସେ Thomas? କୌଣସି ଟ୍ରାଭେଲର୍ସ ତାଙ୍କୁ ଦେଲେ କି Disciples, all disciples go and preach the gospel. ସେ ସମସ୍ତ ଶିଷ୍ୟମାନଙ୍କୁ କହିଲେ ତୁମେ ଯାଅ ସୁସମାଚାର ପ୍ରଚାର କର They all went, the Bible says, ସେ ସମସ୍ତେ ଗଲେ 2 by 2. ଦୁଇ ଜଣ ଗଲେ ସେମାନେ Don't take this, don't take this, don't take this, and go to preach. ଏ ବିଷୟ ନିଅ ନାହିଁ ସେ ବିଷୟ ନାହିଁ କିନ୍ତୁ ତୁମେ ଯାଅ ସୁସମାଚାର ପ୍ରଚାର କର Isn't it? Yes or no? ହଁ କି ନାହିଁ Who gave them money? ସେମାନେ କିଏ ଟଙ୍କା ଦେଲେ Travel allowance? ତାଙ୍କର ଟ୍ରାଭେଲର୍ସ କିଏ ଦେଲେ କି Salary? ତାଙ୍କୁ ଦରମା କିଏ ଦେଲେ କି How did they do it, Lord? ଏମିତି ସେମାନେ କହିଲେ ପ୍ରଭୁ Elijah, go, Zarpat. ଏଲିଶା ତୁମେ ଯାଅ ସେ ଚାରପଟକୁ Walk and go. ତୁମେ ଚାଲ ଚାଲି ଯାଅ How many days he walked? କେତେ ଦିନ ସେ How ଚାଲିଲେ many days he walked? କେତେ ଦିନ ସେ ଚାଲିଲେ 40 days. 40 ଦିନ ସେ ଚାଲି ଗଲେ Lord, no money, how to go? ପ୍ରଭୁ ମୋର ଟଙ୍କା ନାହିଁ ମୁଁ କେମିତି ଯିବି No food, how to ମୋ go? ପାଖରେ ଖାଦ୍ୟ ନାହିଁ ମୁଁ କେମିତି ଯିବି Did he ask that? ସେ ବିଷୟରେ ସେ ପଚାରିଲେ କି Why did he ask? କାହିଁକି ତମେ ପଚାରୁଛୁ Because we don't know God. ତାହେଲେ ଠିକ ଭାବରେ ପ୍ରଭୁଙ୍କୁ We have ଜାଣିନାହୁଁ not experienced ଆମେ ସେ God. ବିଷୟ ପ୍ରଭୁଙ୍କ ବିଷୟ ଅନୁଭବ We don't know କରିନାହୁଁ the power of ଆମେ God. ପ୍ରଭୁଙ୍କର ଶକ୍ତି ନାହିଁ Elijah walked ଆଉ ସେ ଏଲିୟ ଚାଲିଲେ and God provided everything. ପ୍ରଭୁ ତାଙ୍କ ସହିତ ଚାଲିଲେ ଗାଡ଼ି ଗୋଟେ କିଏ ଗୋଟେ ଚାବି ଦିଅନ୍ତୁ ଗାଡ଼ି ଚୋକେ ଆମର ଗାଡ଼ି ଚାବି ଦିଅ ନାଇଁ କିଛି ଆବଶ୍ୟକ ନାହିଁ ଏଇଟା କହୁ Hallelujah. 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 Do you know God? ଆପଣ ଈଶ୍ୱରକୁ ଜାଣିଛନ୍ତି କି Have you experienced God? ଆପଣ ସେ ବିଷୟ ଅନୁଭବ କରିଛନ୍ତି କି If you have not experienced God, ଯଦି ଆପଣମାନେ ସେଇ ଈଶ୍ୱରଙ୍କୁ ଅନୁଭବ you will କରିନାହାନ୍ତି always beg and beg and beg. ଯଦି ଆମେ ଅନୁଭବ କରିନାହୁଁ ତାହେଲେ ଆମେ କେବଳ ମାଗିବା I don't have money. ମୋ ପାଖରେ ଟଙ୍କା ନାହିଁ I don't have money. ମୋ ପାଖରେ ଟଙ୍କା ନାହିଁ I don't have money. ମୋ ପାଖରେ ଟଙ୍କା How ନାହିଁ can I do God's work? ମୁଁ କେମିତି ପ୍ରଭୁଙ୍କର ସେବା କାର୍ଯ୍ୟ କରିବି And God said, what kind of servant is this? କେଉଁ ପ୍ରକାର ସେବା କାର୍ଯ୍ୟ ମୁଁ ସେବକ ମୁଁ ଅଟେ I told I'll provide. God says I'll provide. ମୁଁ କହିଲି ତୁମକୁ ମୁଁ ଯୋଗାଇବି But still we don't believe in God. କିନ୍ତୁ ତଥାପି ଆମେ ପ୍ରଭୁଠାରେ ବିଶ୍ୱାସ If କରିନଥାଉ you really experience God, ଯଦି ଆପଣମାନେ ବାସ୍ତବରେ ଅନୁଭବ if you କରୁଛନ୍ତି really believe God can send the crow also, ଯଦି ଆପଣମାନେ ବିଶ୍ୱାସ କରିବେ ଯେ ପ୍ରଭୁ କାଉ ମାଧ୍ୟମରେ ପଠାଇବେ He will send to us. ସେ ତୁମକୁ ପ୍ରଭୁ ନିଶ୍ଚୟ There are ପଠାଇବେ many stories in my life. ଅନେକ କାହାଣୀ ମୋ ମଧ୍ୟରେ ଅଛି God does miracles. ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥାନ୍ତି Just obey Him. କେବଳ ଆପଣମାନେ ବାଧ୍ୟ ହୁଅନ୍ତୁ He said, come and follow me. ସେ କହୁଛନ୍ତି ତୁମେ ଆସ ଆମ And ଘରକୁ go and preach the gospel. ଯାଅ ଏବଂ ସୁସମାଚାର ପ୍ରଚାର Make the କର disciples. ଆଉ ସେମାନେ ଶିଷ୍ୟ ତିଆରି The କର Holy Spirit will come upon you. ପବିତ୍ର ଆତ୍ମା ତମ ମଧ୍ୟକୁ ଆସିବ And you shall be my ଆଉ witnesses. ତୁମେ ମୋର ସାକ୍ଷୀ ହବ You shall be my witnesses. ତୁମେ ମୋର ସାକ୍ଷୀ ହବ Let Holy Spirit come upon us. ଆଉ ପବିତ୍ର ଆତ୍ମା ଆମର ମଧ୍ୟରେ ଆସ Oh, Holy Spirit, come upon ହେ me. ପବିତ୍ର ଆତ୍ମା ତୁମେ ଆସ The Holy Spirit, fill me with your ହେ ପବିତ୍ର power. ତୁମେ ମୋ ପୂର୍ଣ୍ଣ ପବିତ୍ର ଆତ୍ମା ପୂର୍ଣ୍ଣ କର When you allow Holy Spirit, you will do great things. ଯଦି ଆପଣମାନେ ସେଇ ପବିତ୍ର ଆତ୍ମାକୁ ଯଦି ଡାକିବେ In Odisha. ମହାନ କାର୍ଯ୍ୟ କରିବେ ଓଡ଼ିଶା ଅଞ୍ଚଳ In India, ଏ ଭାରତ ବର୍ଷରେ yes, He will do it ହୁଏତ ଆମେ ସେ ବିଷୟ କରିପାରିବା because God is faithful. କାରଣ ପ୍ରଭୁ ହେଉଛନ୍ତି ବିଶ୍ୱ Same God who did miracle in the time of Abraham. ଆଉ ଅବ୍ରାହ୍ମଙ୍କ ସମୟରେ ସେଇ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟ କାର୍ଯ୍ୟ Abraham, କରିଥିଲେ। go. ଅବ୍ରାହ୍ମ ତୁମେ ଯାଅ Take your son and sacrifice ତୁମେ him. ତୁମ ପୁଅକୁ ନେଇ ତୁମେ ବଳିଦାନ କର Simple obedience. କେବଳ ସାଧାରଣ ଗୋଟେ ବାଧ୍ୟତା ଥିଲା No other question. କୌଣସି ପ୍ରଶ୍ନ ନଥିଲା Even his son asked, where is the lamb, Daddy? ଆଉ ସେଇ ସମୟରେ ତାଙ୍କ ପୁଅ ତାଙ୍କୁ ପଚାରିଲେ ମେଣ୍ଢା କାହିଁ And what did Abraham say? ଅବ୍ରାହ୍ମ କ'ଣ କହିଲେ God will provide. ପ୍ରଭୁ ଯୋଗାଇବେ We have to have that testimony. ସେଇ ସାକ୍ଷ୍ୟ ମାନଙ୍କ ମଧ୍ୟରେ ରହିବା ଆବଶ୍ୟକ God will provide. ପ୍ରଭୁ ନିଶ୍ଚୟ ଆମକୁ ଯୋଗାଇବେ
I met few people many years back. ଅନେକ ବର୍ଷ ପୂର୍ବରୁ ଅନେକ ଲୋକମାନଙ୍କୁ ମୁଁ ଭେଟିଲି। They said we are radicals. ଆମେ ନୈଷ୍ଠିକ ଅଟୁ। Huh? ନୈଷ୍ଠିକ Huh? ନୈଷ୍ଠିକ Gnostic. Radicals. Gnostic. Radicals. No, ରାଡିକାଲ୍ସ ମାନେ କ'ଣ Against government. Against. Radicals always think ulta. ରାଡିକାଲ୍ସ ମାନେ ଯେଉଁମାନେ କି हाँ? उल्टा हिंदी ବୁଝିଥାନ୍ତି में उल्टा सोचने वाले। ଯେ କି ଓଲଟା ବୁଝିବା ଲୋକମାନଙ୍କ କଥା अभी देखो आप लोग हमको कुछ बताएगा तो उल्टा जवाब देगा। ଯେ ସେ ଯଦି कोई कुछ बता उल्टा जवाब। उल्टा पल्टा ଯେଉଁମାନେ କଥା କୁହନ୍ତି सो ये मेरा सेंटेंस पूरा नहीं था। आई एम रेडिकल, आधा बताया, पूरा नहीं बताया मैंने। आई एम अ रेडिकल क्रिश्चियन। ସେ କହନ୍ତି କି ଯେ ମୁଁ ଜଣେ उल्टा पल्टा କହିବା ଖ୍ରୀଷ୍ଟିଆନ ଅଟେ। उसका अर्थ क्या है? हमको जो बताया वो नहीं करेगा, हमसे ज्यादा करेगा। ନାଇଁ ମୋତେ ଯାହା କୁହାହେଇଛି ମୁଁ ତାଠୁ ମୁଁ କ'ଣ କରିବି ଅଧିକ କରିବି। हमको तुमने बोला 1 विलेज जाओ, हम 10 विलेज जाएगा। ମୋତେ ଗୋଟେ ଗାଁକୁ ଯିବା ପାଇଁ କହିଛ ମୁଁ 10ଟା ଗାଁକୁ ଯିବି। तुम 1 दिन फास्टिंग करो बोलेगा, हम 4 दिन फास्टिंग करेंगे। ଗୋଟେ ଦିନ ଉପବାସ କର କହିଲେ ମୁଁ 4 ଦିନ ଉପବାସ କରିବି। तुम 1 घंटा प्रेयर करो बोलेगा, हम 4 घंटा प्रेयर करेंगे। ଏକ ଘଣ୍ଟା ପ୍ରାର୍ଥନା କର କହିଲେ ମୁଁ 4 ଘଣ୍ଟା ପ୍ରାର୍ଥନା କରିବି। रेडिकल क्रिश्चियंस। ଯେଉଁମାନେ କି उल्टा पल्टा ଖ୍ରୀଷ୍ଟିଆନ रेडिकल्स। सो हमारा जीवन एक उल्टा होना। अभी देखो समाज इधर आ रहे हैं ना, हम उल्टा चलने वाला होना, समाज के साथ नहीं चलने का। डोंट वॉक विद द सोसाइटी। ଆମେ सोसाइटी सहित ଆମେ ଚାଲିବା ନାହିଁ। सोसाइटी पीपल विल से समथिंग, यू आर डिफरेंट। ସମାଜର ଲୋକମାନେ କିଛି ସେମାନେ କହିପାରନ୍ତି ମାତ୍ର ଆପଣ ସେମାନଙ୍କ ଠାରୁ ଅଲଗା ଅଟନ୍ତି। You are not in the crowd, you are against the crowd. ଆପଣମାନେ ସେଇ ଜନଗହଳି ମଧ୍ୟରେ ରହନ୍ତି, ସେମାନଙ୍କ ବିରୋଧରେ ସେମାନେ ଆପଣ What is the radical Christian? କ'ଣ ଆମେ ଓଲ୍ଟା ପାଲ୍ଟା ଖ୍ରୀଷ୍ଟିଆନ। नाम क्या है तुम्हारा? कैसर हाँ? कैसर कैसर राजा। कैसर का जय हो। अभी यहाँ पे एक को मिला, हेरोद है उसका नाम। अरे हाँ हाँ, अच्छा नाम है। क्या नाम? अभी कैसर को कोई आके तमाशा मारेगा, क्या करेगा? हाँ? गुस्सा होगा। यीशु ने क्या बताया? यीशु ने क्या बताया? हाँ, फिर दूसरा देने का ना, वो रेडिकल है, उसको बोलते रेडिकल क्रिश्चियन। तुम एक मारेगा दूसरा भी मारो, रेडिकल। वी आर नॉट फॉलोइंग द वर्ल्ड। एक मारो दूसरा मारो, नहीं नहीं, ये भी दे दो, यीशु ने बताया। समझे? तुम्हारा एक शर्ट लिया मांगा तो दूसरा भी दे देना। बाइबल में लिखा है ना, हम नहीं करता ना वैसा, क्योंकि हम रेडिकल नहीं है, हम नॉर्मल है। Are you understanding? Sorry, सब लोग नहीं समझ रहे। See, Jesus told, if anybody slapped, turn another slap. ଯିଏ କହୁଛନ୍ତି କିଏ ଯଦି ମୋତେ ଏପଟେ ଚାପଡ଼ ବୋଲେ ଆମେ କ'ଣ କରିବା ଅନ୍ୟ ଗାଲ। If anybody asks, give him, କିଏ ଯଦି ତୁମକୁ ମାଗେ ତାହାଙ୍କୁ ଦିଅ। but not loan, huh? Not loan. ଲୋନ୍ ଭାବରେ ନାହିଁ, ଋଣ ଭାବରେ ନାହିଁ। It doesn't say that. If he's hungry and asking, give a loan. No, 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 no. Never. କେବେ ଋଣ ଦେବା ନାହିଁ, Never. ଋଣ କେବେ ବି ଦେବା ନାହିଁ। We have to search ourselves. We have to search our heart. ଆମମାନଙ୍କର ହୃଦୟକୁ ଆମେ ନିରୀକ୍ଷଣ Am I really called by the Lord? ମୁଁ କ'ଣ ବାସ୍ତବରେ ପ୍ରଭୁଙ୍କର ଅଭାବ ପ୍ରାପ୍ତ ହୋଇଅଛି କି? Sometimes there are pastors. Why you became a pastor? Because there is no other job, so I took this job. ଅନେକ ଲୋକମାନେ କହନ୍ତି କାହିଁକି ତମେ ପାଳ କହିଲ, ସେ ପାଳକୁ କ'ଣ କହିବ, ମୋ ପାଖରେ କିଛି କାମ ମିଳିଲା ନାହିଁ ତେଣୁ ମୁଁ ପାଳ କହିଲି କହି କହନ୍ତି। No, there are people like that. ଅନେକ ଲୋକମାନେ ସେମିତି ଅଛନ୍ତି। Like even sadhus. Why you become sadhu? କାହିଁକି ତମେ ସାଧୁ ହେଲ, No other job, so let it କିଛି sadhu. କାମ ହେଲା ନାହିଁ ତେଣୁ ସାଧୁ ହେବାକୁ ପଡ଼ିଲା। Visit 10, 15 houses, you get food and money also. Understanding? ବୁଝିପାରିଲେ? ବୁଝିପାରିଲେ? ସାଧୁ କ'ଣ ପାଇଁ ହେବା ପାଇଁ ସେ ଲୋକମାନେ ଚାହାନ୍ତି କେତେ ଜଣ, କିଛି କାମ ନାହିଁ ତେଣୁ ସାଧୁ ହେଲେ। ଆଉ ସେମିତି ହେଲେ କ'ଣ 10-15 ଟଙ୍କା ପରିବାରକୁ ଯାଇ ସେ କ'ଣ କରିବ, ଖାଇବାକୁ ପାଇବ। So there are some pastors are like that.
ଅନେକ ବାଳକମାନେ ମଧ୍ୟ ସେ They go to one organization, they get some money. They go to another organization, they get some money. They go to another organization, they get some money. So they are like gaming. ଅନେକ ବାଳକମାନେ କ'ଣ କରନ୍ତି ସେ ଗୋଟେ ସଂସ୍ଥାରେ ସେମାନେ ଥାନ୍ତି ଆଉ ଗୋଟେ ସଂସ୍ଥାରେ ସେମାନେ ଥାନ୍ତି ଆଉ ଗୋଟେ ସଂସ୍ଥାରେ ଥାନ୍ତି ସେଇଟା ମଧ୍ୟ ସେମାନେ ପାଇଥାନ୍ତି ସେଇଟା ମଧ୍ୟ ସେମାନେ ପାଇଥାନ୍ତି। So this organization, they have this code. ଆଉ ଏ ଅର୍ଗାନାଇଜେସନ୍ ଏଇ କୋର୍ଟ ମିଳିଛି। When they go to another organization, they have this code. ଆଉ ଆଉ ଗୋଟେ ସଂସ୍ଥାରେ ଏକ କୋର୍ଟ ମିଳିଥାଏ। They go to another organization, no code. ଆଉ ଗୋଟେ ସଂସ୍ଥା ଯେତେବେଳେ ଯିବେ ସେମାନେ ଆଉ କୋର୍ଟ ମିଳିନାହିଁ। How many days we will live like that? କେମିତି ଆମେ କେତେ ଦିନ ଆମେ ଏ ଭାବରେ ବଞ୍ଚିବା? Are we really called by the Lord? ଆମେ କ'ଣ ବାସ୍ତବରେ ପ୍ରଭୁଙ୍କ ଠାରୁ ଆହ୍ୱାନ Are we ପ୍ରାପ୍ତ really ହେଇଛୁ? called you for the ministry? ପ୍ରଭୁ ଆପଣମାନଙ୍କୁ ସେବା କାର୍ଯ୍ୟ ପାଇଁ ଆହ୍ୱାନ କରିଛନ୍ତି କି? Do you have real vision? ଆପଣଙ୍କ ପାଖରେ ଗୋଟେ ବାସ୍ତବ ଦର୍ଶନ ରହିଅଛି କି? Or because you don't have any other job, let's get into this. କାରଣ ଆପଣଙ୍କ ପାଖରେ କିଛି କାମ ନାହିଁ ତେଣୁ ଆପଣମାନେ ବାଳକ କାର୍ଯ୍ୟରେ ଆମେ ରହୁଛୁ କି? You will never be blessed. ଆମେ କେବେ ବି ଆଶୀର୍ବାଦ ପ୍ରାପ୍ତ ହେଇପାରିବା ନାହିଁ। Because that's not a blessing. ତାହା ଆଶୀର୍ବାଦ ନୁହଁ। Blessing, spiritual blessing, heavenly blessing. ଆଉ ଆତ୍ମିକ ଆଶୀର୍ବାଦ ସ୍ୱର୍ଗୀୟ So ଆଶୀର୍ବାଦ search our heart. ଆମର ହୃଦୟକୁ ମାନେ ନିରୀକ୍ଷଣ କରିବା। What I'm doing, how many years? ଆଉ କ'ଣ ମୁଁ କରୁଛି ଏତେ ବର୍ଷ ହେଲାଣି? How many churches are there? କେତୋଟି ମଣ୍ଡଳୀ ଅଛି ମୋର? How many people are praying in different places? ଆଉ ଅନ୍ୟ ଅନ୍ୟ ସ୍ଥାନରେ କେତେ ଜଣ ଲୋକ ପ୍ରାର୍ଥନା କରୁଛନ୍ତି? Lord, give me vision, Lord. ପ୍ରଭୁ ମୋତେ ସେଇ ଦର୍ଶନ ଦିଅ। Lord, give me vision, Lord. ପ୍ରଭୁ ମୋତେ ସେଇ ଦର୍ଶନ ଦିଅ। God, anoint me with your power. ପ୍ରଭୁ ତୁମେ ଶକ୍ତିର ଶକ୍ତି ପ୍ରାପ୍ତ କର Anoint ଅଭିଷେକ କର। me with your power, Lord. ତୁମର ଶକ୍ତି ଯୋଗାଅ ପ୍ରଭୁ। Dear brothers and sisters, sit at the feet of the Lord. ପ୍ରଭୁଙ୍କର ଲୋକମାନେ ପ୍ରଭୁଙ୍କର ଉପସ୍ଥିତି ମଧ୍ୟ ବସନ୍ତୁ। You alone, sit at the feet of the ଆପଣ Lord. ଏକାକୀ ଜଣେ ପ୍ରଭୁଙ୍କ ସହିତ ବସନ୍ତୁ। You alone, fast and fast and fast and pray to ଆପଣ God. ଜଣେ ଉପବାସ କରନ୍ତୁ ପ୍ରାର୍ଥନା God, କରନ୍ତୁ। do something in my life. ପ୍ରଭୁ ମୋ ଜୀବନରେ କିଛି କାର୍ଯ୍ୟ You କରନ୍ତୁ। call me in the ତୁମେ ministry. ମୋତେ ସେବା କାର୍ଯ୍ୟ ପାଇଁ ବାଛିଛ। I'm not doing what I'm supposed ପ୍ରଭୁ to do. ମୁଁ କ'ଣ କରୁଛି ତାହା କରିବା କଥା Please ମଧ୍ୟ forgive କରୁଛି। me, Lord. ପ୍ରଭୁ ମୋତେ ତୁମେ କ୍ଷମା କର। Sit at the feet of the ସେ Lord. ପ୍ରଭୁଙ୍କ ଠାରୁ ବସିବା। And then the Spirit of the Lord will come upon you. ଆଉ ପ୍ରଭୁଙ୍କର ଆତ୍ମା ଆମ ମଧ୍ୟକୁ ଆସିବ। And then you will go with the power of the Holy ତେଣୁମାନେ Spirit. ଶକ୍ତି ପ୍ରାପ୍ତ ହେଇ ପବିତ୍ର ଆତ୍ମାରେ ପୂର୍ଣ୍ଣ You ହେଇ will ଯିବା। do evangelism. ସୁସମାଚାର ପ୍ରଚାର କରିବା। You will pray for the sick people. ଆମେ ପୀଡ଼ିତମାନଙ୍କ ପାଇଁ ପ୍ରାର୍ଥନା You will କରିବା। plant the church. ଆମେ ମଣ୍ଡଳୀ ନିର୍ମାଣ କରିବା। The power of God is with you. ଆଉ ସେ ଶକ୍ତି ପ୍ରାପ୍ତ ଈଶ୍ୱର He ଆମକୁ will ଦେବେ। give you strength. ସେମାନଙ୍କୁ ବଳ ଦେବେ। You will go to another state. ଆଉ ଗୋଟେ ରାଜ୍ୟକୁ ଆମେ ଯିବା। You will go to another ଆଉ language. ଗୋଟେ ଭାଷାକୁ ଆମେ You ଯିବା। will do the work of the ସେ Lord. ପ୍ରଭୁଙ୍କୁ ଆମେ ସେଇ ସ୍ଥାନରେ ପ୍ରଭୁଙ୍କୁ Because କାର୍ଯ୍ୟ He କରିବା। has appointed କାରଣ you. ସେ ଆମକୁ ମନୋନୀତ He କରିଅଛନ୍ତି। will provide your need. ସେ ଆମକୁ ଆବଶ୍ୟକତା He ପୂର୍ଣ୍ଣ will କରିବେ। provide the need of your family. ସେ He ପରିବାର ଆବଶ୍ୟକତା ପୂର୍ଣ୍ଣ will କରିବେ। provide the need of your children's education. ଆଉ ସେ ପିଲାଙ୍କ ଶିକ୍ଷାର ଆବଶ୍ୟକତା ସେ ପୂର୍ଣ୍ଣ କରିବେ। Because you are His servant. କାରଣ ଆମେ ତାହାଙ୍କର ସେବକ ଅଟୁ। Because you are His disciples. ଆମେ ତାହାଙ୍କର ଶିଷ୍ୟ ଅଟୁ। He promised to take care. ସେ ଆମକୁ ସେଇ ପ୍ରତିଜ୍ଞା କରିଛନ୍ତି ଯତ୍ନ ନେବା ପାଇଁ। Because the one who promised is a faithful God. ଆଉ ଯେ ପ୍ରତିଜ୍ଞା କରିଛନ୍ତି ସେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। He promised He will fulfill that. ସେ ଯୋଉ ପ୍ରତିଜ୍ଞା କରିছে ସେ ନିଶ୍ଚୟ ପୂର୍ଣ୍ଣ କରିବେ। But you promise you are not doing it. ମାତ୍ର ତୁମେ ପ୍ରତିଜ୍ଞା କରିଛ ତୁମେ କରୁନାହଁ। Turn to God. ପ୍ରଭୁଙ୍କ ପାଖକୁ ଆମେ ଯିବା। Say, God, I'm sorry. ପ୍ରଭୁଙ୍କୁ କୁହନ୍ତୁ ପ୍ରଭୁ ମୋତେ କ୍ଷମା କର। Transform my life. ମୋ ଜୀବନକୁ ପରିବର୍ତ୍ତନ କର। Change my life. ମୋ ଜୀବନକୁ ପରିବର୍ତ୍ତନ I କର। want to obey you, ମୁଁ Lord. ତୁମର ବାଧ୍ୟ ଦେବା ପାଇଁ I want ଚାହୁଁଛି। to look to you, ମୁଁ Lord. ତୁମକୁ ଦୃଷ୍ଟିପାତ କରିବା I ପାଇଁ want ଚାହୁଁଛି। to experience the divine power. ପ୍ରଭୁ ତୁମେ ସେ ସ୍ୱର୍ଗୀୟ ଶକ୍ତି ମୁଁ ପ୍ରଭୁ ଅନୁଭବ କରିବା ପାଇଁ I want ଚାହୁଁଛି। to experience the divine support and help, ଆଉ ପ୍ରଭୁ Lord. ତୁମର ସ୍ୱର୍ଗୀୟ ସହଯୋଗ ମୋତେ ଆବଶ୍ୟକ ରହିଛି ମୁଁ And ସାହାଯ୍ୟ I can କର। go and tell people, ଆଉ ଆମେ ଯିବା ଆଉ ସେ ଲୋକଙ୍କୁ କହିବା God is able to do that. ପ୍ରଭୁ ନିଶ୍ଚୟ ସେ ବିଷୟ କରିବେ। With God, all things are possible. ପ୍ରଭୁଙ୍କ ଦ୍ୱାରା ସମସ୍ତ କିଛି ସମ୍ଭବ ଅଟେ। Let's pray. ଆସନ୍ତୁ ପ୍ରାର୍ଥନା କରିବା। Let's close your eyes. ଆସନ୍ତୁ ଆମେ ପ୍ରାର୍ଥନା You କରିବା। pray to God ଆମେ ସମସ୍ତେ silently. ସ୍ଥିର ସ୍ଥିର ସୁସ୍ଥ Tell God. ପ୍ରାର୍ଥନା କରିବା। ପ୍ରଭୁଙ୍କୁ କହିବା All these years I'm serving, ଏଥିରେ କେତେ ବର୍ଷ ହେଲା ମୁଁ ସେବା କାର୍ଯ୍ୟ କରୁଅଛି but there is no proper fruit. କିନ୍ତୁ କୌଣସି ବାସ୍ତବରେ ଫଳ ଉତ୍ପନ୍ନ ହେଇପାରୁନାହିଁ। Many times I'm doing according to my will. ମୋ ଇଚ୍ଛା ଅନୁସାରେ ଅନେକ ସମୟରେ ମୁଁ କାର୍ଯ୍ୟ କରୁଅଛି। Please forgive me. ମୋତେ ତୁମେ କ୍ଷମା କର। Not my will. ପ୍ରଭୁ ମୋର ଇଚ୍ଛା ନୁହେଁ Your will be done. ତୁମର ଇଚ୍ଛା ତୁମେ ପୂର୍ଣ୍ଣ କର। Your will be done. ତୁମର ଇଚ୍ଛା ତୁମେ ପୂର୍ଣ୍ଣ କର। Lord, I'm looking here and there for my support. ପ୍ରଭୁ ମୁଁ ମୋ ସାହାଯ୍ୟ ପାଇଁ ଇଆଡ଼େ ସିଆଡ଼େ ଦେଖୁଅଛି। You're my support, Lord. ତୁମେ ମୋର ସାହାଯ୍ୟ ଅଟ ପ୍ରଭୁ। I trust in you. ମୁଁ ତୁମଠାରେ ନିର୍ଭର I କରୁଅଛି। know you called me. ମୁଁ ଜାଣିଛି ତୁମେ ମୋତେ ଆହ୍ୱାନ କରିଅଛ। I know you chose me. ପ୍ରଭୁ ମୋତେ ତୁମେ ବାଛିଅଛ। I know you appointed me. ପ୍ରଭୁ ମୋତେ ତୁମେ ନିଯୁକ୍ତ କରିଅଛ। Lord, help me to obey you.
ପ୍ରଭୁ ମୋତେ ସାହାଯ୍ୟ କର ତୁମର ବାଧ୍ୟତା ହେବା ପାଇଁ। Today I say, Lord, forgive me. ମୁଁ ଆଜି କହୁଛି ପ୍ରଭୁ ମୋତେ ତୁମେ କ୍ଷମା କର। Forgive me, Lord. ଦୟା କର କ୍ଷମା କର ପ୍ରଭୁ। Forgive me, Lord. କ୍ଷମା କର ପ୍ରଭୁ। I will follow you. ମୁଁ ତୁମର ଅନୁଗମନ I will କରିବି। look to you. ମୁଁ ତୁମକୁ I ଦୃଷ୍ଟିପାତ will କରିବି। do what you tell me. ପ୍ରଭୁ ତୁମେ କ'ଣ କହିବ ମୁଁ ତୁମ ତାହା କରିବି। All through my life, ମୋ ଜୀବନ ମଧ୍ୟରେ ତୁମେ କ'ଣ କରିବ ତାହା ମୁଁ କରିବି। I will be obedient. ମୁଁ ତୁମର ବାଧ୍ୟତା ହେବି। I will go and evangelize. ମୁଁ ଯିବି ଆଉ ସୁସମାଚାର ପ୍ରଚାର କରିବି। I will go and make ମୁଁ disciples. ଯିବି ଆଉ ଶିଷ୍ୟମାନଙ୍କୁ ତିଆରି କରିବି। I will go and plant churches. ମୁଁ ଯିବି ଆଉ ମଣ୍ଡଳୀ ତିଆରି କରିବି। Anoint me. ପ୍ରଭୁ ମୋତେ ଅଭିଷିକ୍ତ କର। Send your Holy Spirit. ପ୍ରଭୁ ତୁମେ ପବିତ୍ର ଆତ୍ମାରେ ପୂର୍ଣ୍ଣ କର। Send your Holy Spirit. ତୁମେ ପବିତ୍ର ଆତ୍ମା ପ୍ରେରଣ କର। Send your Holy ତୁମେ Spirit. ପବିତ୍ର ଆତ୍ମା ପ୍ରେରଣ କର। Send your Holy Spirit ତୁମେ ପବିତ୍ର ଆତ୍ମା upon ପ୍ରେରଣ me. କର। ମୋ I ମଧ୍ୟରେ need your Holy Spirit, ପ୍ରଭୁ Lord. ତୁମର ପବିତ୍ର I ଆତ୍ମା need ରହିଛି। your Holy Spirit, ପ୍ରଭୁ Lord. ପବିତ୍ର ଆତ୍ମାର ଆବଶ୍ୟକ ମୋତେ ରହିଅଛି। I need your Holy Spirit. ପବିତ୍ର ଆତ୍ମା ଆବଶ୍ୟକ ମୋତେ ରହିଅଛି। Take away my selfish interest. ମୋର ସ୍ୱାର୍ଥ ପ୍ରଭୁ ମୋ ଠାରୁ ନେଇଯାଅ। Take away that which is stopping your Holy Spirit. ହେ ପବିତ୍ର ଆତ୍ମା ମଧ୍ୟକୁ ଆସିବା ପାଇଁ ଯେଉଁ ସବୁ ବନ୍ଦ କରୁଛି ଏ ବିଷୟକୁ ତୁମେ ନେଇଯାଅ। Come, Holy Spirit. ପବିତ୍ର ଆତ୍ମା ତୁମେ ଆସ। Pray silently. ସୁସ୍ଥିର ଭାବରେ ପ୍ରାର୍ଥନା କରିବା।